କିଏ କ'ଣ କହିବେ କି ଏ ଉପରେ? ଆମେ ସବଜେକ୍ଟ ଉପରକୁ ଯିବା ପୁଣି 12:15 ହେଲା। ଆଚ୍ଛା, ଯୋଗ ସାଧନ କିପରି କରିବେ ଯୋଉ ଟପିକ ଦୁଇଟା ଛଡ଼ା ହେଇଥିଲା, ଆଜି ତ ସେକେଣ୍ଡ ପାର୍ଟ ଛଡ଼ା ହେଇଛି, ତାର ଆହୁରି ଆମେ କହିଲେ ବି ପାର୍ଟ ଆରମ୍ଭ ହବ। ତାର ଥାର୍ଡ ପାର୍ଟ ଫୋର୍ଥ ପାର୍ଟ ବି କରିପାରିବା। ଯଦି କହୁଛନ୍ତି ସେ ବିଷୟରେ ଆଲୋଚନା କରିବାକୁ, ପୁଣି ଆମେ ଆଲୋଚନା କରିବା ନା ଆଉ କୁଆଡ଼େ ଯିବା କୁହନ୍ତୁ? ଥାର୍ଡ ପାର୍ଟକୁ ଯିବା କି ଆଉ କୁଆଡ଼େ ଯିବା? ଗୁରୁଜୀ ଜୟଜୀବ। ଜୟଜୀବ। ଆଜ୍ଞା, ସେଇଟା ଆଉ ଟିକେ ଡିଟେଲ କହିଲେ ଭଲ ହୁଅନ୍ତା। ସାଧନ ଜ୍ଞାନଟା ପ୍ରଧାନ। ତ ଆମର ସାଧନ ଜ୍ଞାନ ପ୍ରତି ସାଧନ କରୁଛେ, ସେଇଟା ଆଗେ ଡିଟରମିନ ହବା ଚାହୁଁ ନା। ଠିକ ଅଛି। ଅନ୍ୟ ଜ୍ଞାନ ତ ପଛ, ଆଗେ ହଉଛି ସାଧନ ଜ୍ଞାନ। ଯଦି ସାଧନଟା ନେଇଛେ ସେଇଟା ଯଦି ସକ୍ସେସଫୁଲ ହବ, ଯେମିତି ଆମେ ସେଟାକୁ ଦୃଢ ହବା ପାଇଁ କେମିତି ସେଇଟା ଟିକେ ଆଉ ଥରେ ଆଲୋଚନା ଆଉ ଥରେ ନୁହେଁ, ମାନେ ତାର ନେକ୍ସଟ ମାନେ ପାର୍ଟ 3। ଆଉ ମୁଁ ତ ପରବର୍ତ୍ତୀ କେତେ ଗୁଡେ ଆସିବ, ମୁଁ ଯେତିକି ମାନେ ମାଇଣ୍ଡ ଭିତରେ ଆସୁଛି ମୁଁ କହୁଛି। ହଉ, ତେବେ ତୁମର ମତାମତ ପାଇଁ ଧନ୍ୟବାଦ। ଆଉ କିଏ ମତାମତ ରଖିବେ କୁହନ୍ତୁ? ସାଧନ କିପରି କରିବା ଥାର୍ଡ ପାର୍ଟକୁ ଯିବା କି ଆଉ କୁଆଡେ ଯିବା କୁହନ୍ତୁ? ସର୍ଟରେ କୁହନ୍ତୁ। ଗୁରୁଜୀ ପ୍ରଣାମ ଆଜ୍ଞା। ହଉ, ଠିକ ଅଛି, ଧନ୍ୟବାଦ। ମତାମତ ପାଇଁ ଧନ୍ୟବାଦ। ଆଉ କିଏ କହିବେ କୁହନ୍ତୁ? ବସନ୍ତ କୁମାର ପଣ୍ଡା ତ? ହଁ, କୁହନ୍ତୁ। ଆଚ୍ଛା, ତାମାନେ ଫାର୍ଷ୍ଟ ସେକେଣ୍ଡ ଭଲ ଲାଗିଛି। ହଉ, ଠିକ ଅଛି, ଧନ୍ୟବାଦ। ଆଉ କିଏ କହୁଥିଲେ? କିଏ କହିଲେ? ରାଧାଶ୍ୟାମ ପରିଡ଼ା କହୁଥିଲେ ନା କିଏ? ଓହୋ, କୈଳାସ କହୁଥିଲେ। ହଁ, ଥାର୍ଡ ପାର୍ଟ। ହଁ, ଆଉ କିଏ କହୁଥିଲେ? ରାଧାଶ୍ୟାମ ପରିଡ଼ା ନା କ'ଣ କିଏ କହୁଥିଲେ? ହଁ, କୁହନ୍ତୁ। ଆଉ କିଏ କହିବେ କୁହନ୍ତୁ? ମତାମତ ପାଇଁ ଧନ୍ୟବାଦ। ଆଉ କିଏ ମତାମତ ଦେବେ କି? ହଉ, ଠିକ ଅଛି, ଧନ୍ୟବାଦ। ବହୁମତ ପାରିତ ହେଲା ଏଥିରେ ଥାର୍ଡ ପାର୍ଟ ଯିବା ପାଇଁ। ଯୋଗ ସାଧନ କିପରି କରିବା, ଗୋଟେ ସାଧନ ଉପଯୋଗୀ ପ୍ରାକ୍ଟିକାଲ ନଲେଜ, ତା ସହିତ ଯୋଉଥିପାଇଁ ଆମେ ଏଠି ବସିଛେ, ସାଧନ ପାଇଁ ବସିଛେ, ଯୋଗ ପାଇଁ ବସିଛେ। ଯୋଗର ମୁଖ୍ୟ ଅଙ୍ଗ ହଉଛି କ'ଣ? ମାନେ ତାର କ୍ରିୟା କୋଉ ଟାଇପର କରିବେ, କେମିତି କରିବେ, ତା ସହିତ ଭାବନା କେମିତି ରଖିବେ, କ'ଣ ଆସନ ରହିବ, କେମିତି ଦିନଚର୍ଯ୍ୟା ହବ, ଭୋଜନ କିପରି ହବ, କାହା ସହିତ କେମିତି ବ୍ୟବହାରିକ ନଲେଜ ରଖିବେ, ବ୍ୟବହାରିକ ଜ୍ଞାନ, ରାତିରେ କ'ଣ କରିବେ, ରାତିରେ କେତେବେଳେ ଶୋଇବେ, କେତେବେଳେ ଉଠିବେ, ଏସବୁ ପ୍ରାକ୍ଟିକାଲ ନଲେଜ। ଏଗୁରା ନିତ୍ୟାନ୍ତ ଆବଶ୍ୟକ ଯୋଗ ପାଇଁ। କୋଉ ପ୍ଲେସରେ କରିବେ, କେମିତି ବସିବେ, କେମିତି ବ୍ୟାୟାମ କରିବେ। ବ୍ୟାୟାମ ମାନେ ଏକ୍ସଟ୍ରା ଯୋଉ ବ୍ୟାୟାମ କରୁଛ ସେ କରିବେ କି ନାହିଁ, କୋଉ ସ୍ଥାନରେ କରିବେ, ଏସବୁ ଇମ୍ପୋର୍ଟାଣ୍ଟ ଜିନିଷ। ତେଣୁ ସାଧନ କିପରି କରିବେ,
आमे फास्ट पार्ट सेकेंड पार्ट आर आलोचना सरी जाइए। समस्त अनुरोध थिला जे थर्ड पार्ट करिया पई पुणी फोर्थ फिफ्थ भी हो पारे कही लंगरिंग करा जाई पारिबो। तेबे आज आम जी समय मिली आउ घंटे 15 मिनट अच्छे अवश्य आम थर्ड पार्ट टाक आलोचना करियो। जिते संभव जोगर ज्ञानटा को आम चाहूँ तार प्रैक्टिकल नॉलेजटा जड़े साधक पाखे रहा दरकार। तेणु ये प्रसंगटी मु इम्पोर्टेंट भाविली। केते दिन रु भाभी कही पार नथी मन मन भावे जो टॉपिक गुड़ा कह चाहे से भीतर आसे ये जिनसा कहले केमती प्रभाव पड़ो कौन कहले प्रभाव पड़ो को प्रसंग रखिले आत्मज्ञान डेभलप हम साधन ज्ञान डेभलप हम ये भीतर बेले बेले सृष्टि हुए मुक्ति मारे यहाँ को बही लिखाई भीतर आसो कहवाई गोटे प्रेरणा आसो जोटा कि आम लक्ष्य रखीचु केमती जन साधन करवा केम जन डेभलप कर साधन केमती पारिवारिक जंजाल मुक्त हम केमती साधन समट ज्ञानटा के सृष्टि हम करने बिना ज्ञान साधन हम बुझे बिना ज्ञान साधन केवे हम सेमती 1000 वर्ष चक्रवेदन करते 1000 वर्ष प्रणव करते प्राणायाम करते जोग कौन जान जोगर लक्ष्य जान जोगर लक्ष्य केवे भी नुहे जे रोग मुक्त हवा अवश्य जोग कले जोग भगाए रोग बुझले जोग भगाए रोग रोगटा को भगेदब माने तड़ीदब जोग भगाए रोग। आउ गोटे कथा मन रखु भल भाव अंडरलाइन कर रखिए जोगरे व्यायाम अच्छी जोगरे व्यायाम अच्छी किंतु व्यायाम जोग नुहे जोगरे व्यायाम अच्छी किंतु व्यायाम जोग नुहे। जमती गोटे बिले शिकार करने बस टार्गेट हूँ मूषा को धरवा मूषा को धरवा हूँ लक्ष्य आ मूषा को धरवाई कौन बिले आस्ते आस्ते चलिकी जाए कामुड़ी पड़ो धरी पार नुहे ना मूषा धरा दब ना बिले धर गोटे पोज ना पड़ो बुझे दी गोट आग को रखिकी दी गोड़ पछ गोड़ भी आग को रख पूरा विरोधर पर लक्ष्य मूषा पर आ पछ को गोड़ कले झांप के मार तेणु आग आग को गोड़ रख हठात पिकअप नहीं झांप मार मूषा पर धरी पार ये जो पोजटा ये निगला बिलेईर सेटा हूँ क्रियाटा तार पोजिशन व्यायामटा से लक्ष्य मूषा को धरवा सेमती जो पोजिशन आम नवा साधन आसनटा नवा कि जहाँ जहाँ क्रिया अच्छे सब करवा से पोजिशन व्यायाम से कहले जोगर व्यायाम अच्छी किंतु व्यायाम जोग नुहे। जोग कले रोग रहे आ गोटे सेंटेंस मन रखु जोग कले रोग रहे किंतु रोग पाई जोग करा जाए। सुंदर कथा देखो जोग कले रोग रहे जोग कले रोग रहा
କିନ୍ତୁ ରୋଗ ପାଇଁ ଯୋଗ କରାଯାଏନି। ସେଇଥିପାଇଁ ଆମେ ଯୋଗ କରିବା ନୁହେଁ। ସେଇଥିପାଇଁ ଯୋଗ କରାଯାଏନି ମାନେ ସେଥିପାଇଁ ଯୋଗ କରାଯାଏନି। ଲକ୍ଷ୍ୟ ଆଉ କୋଉଠି ଅଛି। ସମାଧି ହବା, ନିଜ ସ୍ୱରୂପ ଦର୍ଶନ କରିବା, ଏଗୁଡ଼ା ସବୁ ମନେ ରଖନ୍ତୁ। ଆଉ ଯୋଉମାନେ ରୋଗ ଲକ୍ଷ୍ୟରେ ଯୋଗ କରିବେ ଭଲ ହବନି, କାରଣ ତା ଲକ୍ଷ୍ୟ ନୁହେଁ, ଯୋଗର ଲକ୍ଷ୍ୟ ନୁହେଁ। ଦେଖନ୍ତୁ ଗୀତାର ସମ୍ପୂର୍ଣ୍ଣ ତତ୍ଵ ଗୁଡ଼ା, ସମ୍ପୂର୍ଣ୍ଣ ଶ୍ଲୋକ ଗୁଡ଼ା, ସମ୍ପୂର୍ଣ୍ଣ ଅଧ୍ୟାୟ ଯୋଗ ତତ୍ଵ ଲେଖା ହେଇଛି, ସ୍ୱରୂପ ଦର୍ଶନ ପାଇଁ ଲେଖା ହେଇଛି। କେତେ କେତେ ଅଧ୍ୟାୟରେ କେତେ କେତେ ଭିନ୍ନ ଭିନ୍ନ ଟପିକ ରହିଛି। ପ୍ରତ୍ୟେକ ମାନେ 700 ପାଖାପାଖି ଶ୍ଲୋକ ହବ। କୌଣସି ଶ୍ଲୋକରେ ରୋଗ ପାଇଁ ଲେଖାଯାଏନି ଗୀତାରେ ଯେ ଏଇ ଯୋଗଟା କଲେ ରୋଗ ଡାଇବେଟିସ୍ ଭଲ ହେଇଯିବ, କୋଉଠି ଲେଖାଯାଏ? ସମ୍ପୂର୍ଣ୍ଣ ଗୀତା ଦେଖିବେ। ତେଣୁ ଯୋଉମାନେ ଯୋଗ ରୋଗ ଲକ୍ଷ୍ୟରେ କରୁଛନ୍ତି ରୋଗ ମୁକ୍ତି ପାଇଁ, ସେମାନଙ୍କ ରୋଗ ମୁକ୍ତି ହବନି। ବୁଝିଲେ? ହାୟର ଥିଙ୍କିଂ ଦରକାର। ହାୟର ଥିଙ୍କିଂ କଣ ନା ସମାଧି ଅବସ୍ଥା ହବା, ନିଜର ସ୍ୱରୂପ ଦର୍ଶନ କରିବା। ସେଇଟା ହଉଛି PhD କୋର୍ସ। PhD କୋର୍ସ, PhD କୋର୍ସ ହେଲା କଣ? ତମ ଲକ୍ଷ୍ୟ ସ୍ଥିର କରିବା। ତେଣୁ ଯୋଗର ଯେତେବେଳେ ତୁମେ ସ୍ୱରୂପ ଦର୍ଶନ ଆଡ଼କୁ ଯିବ, ଅଟୋମେଟିକ ରୋଗ ଭଲ ହେଇଯିବ। ଅବଶ୍ୟ ଭଲ ହେଇଯିବ, ନିଶ୍ଚିନ୍ତ ଭଲ ହେଇଯିବ। କେତେ ଗୁଡ଼େ ହାର୍ଟ ଡିଜିଜ୍ ଏଠି ଆସୁଛନ୍ତି ନେଇକିରି, ତାଙ୍କୁ ଆମେ ସାଧନ କ୍ରିୟା ଦଉନୁ, ସାଧନ କ୍ରିୟା ଦିଆଯାଉନି। ଯୋଉ ଚକ୍ରଭେଦନ ହଉ ବା କଣ କଣ କ୍ରିୟା ସବୁ ରହିଛି ଦିଆଯାଉଛି, ତାଙ୍କୁ କେବଳ ଭାବନାରେ ଭର୍ତ୍ତି କରି ଦିଆଯାଉଛି। ହାୟର ଡିଜିଜ୍ ଯୋଉମାନେ ନେଇକିରି ଆସୁଛନ୍ତି, ବଡ଼ ବଡ଼ ରୋଗ, ସାଇକୋଲୋଜି ହେଲା, ଆଙ୍ଗଜାଇଟି ହେଲା, ଡିପ୍ରେସନ ହେଲା, ଏସବୁ ଜିନିଷ ଗୁଡ଼ା ଯୋଉମାନେ ଧରିକି ଆସୁଛନ୍ତି, ସାଇକୋସୋମାଟିକ ପେସେଣ୍ଟ ଯୋଉମାନେ ଆସୁଛନ୍ତି, ନର୍ଭ ସିଷ୍ଟମ ଆସୁଛନ୍ତି, ଆଉ ବିପଦ ଭିତରେ ଅଛନ୍ତି, ପ୍ରତି ମୁହୂର୍ତ୍ତରେ ଭାବନା ଆସୁଛି, ମୃତ୍ୟୁର ଭାବନା, ତାଙ୍କୁ ଜ୍ଞାନ ଦରକାର, ଭାବନା ଦରକାର, ତାଙ୍କ ଭିତରେ ଭର୍ତ୍ତି କରି ଦିଆଯାଏ। କିଛି ନଲେଜ ହେଲେ ଭଲ ହେଇଯିବ ଅଟୋମେଟିକ। ତାଙ୍କ ପାଇଁ ସାଧନ କ୍ରିୟା ବା ବ୍ୟାୟାମ କ୍ରିୟା ଆବଶ୍ୟକତା ନାହିଁ। କେତେ ଗୁଡ଼େ ଲୋକଙ୍କୁ ତନ୍ତ୍ର ହେଇଛି ଏଠିକି ଆସୁଛନ୍ତି, ପ୍ରାୟ ବହୁତ ଲୋକଙ୍କୁ ତନ୍ତ୍ର ପ୍ରୟୋଗ କରିକି ମାରିବା ଅବସ୍ଥାକୁ ନେଇ ଆସୁଛନ୍ତି। ସେଠି ଯୋଗ କ୍ରିୟା କଣ କରିବ? ସେ ତ ବସୁ ବସୁ ଶୋଇ ପଡୁଛନ୍ତି, ନଇଁ ପଡୁଛନ୍ତି, ବେକ ଭାଙ୍ଗି ଯାଉଛି, ମୁଣ୍ଡ ଭାଙ୍ଗି ଯାଉଛି, ଚାଲି ପାରୁନାହାନ୍ତି, ଖାଦ୍ୟ ନାହିଁ, ନିଦ ନାହିଁ, କିଛି ନାହିଁ। ସେ କେମିତି ଯୋଗ କରିବେ? ତନ୍ତ୍ରରେ ବଶୀଭୂତ ହେଇ ମାରିବା ପାଇଁ କେତେ ଗୁଡ଼େ ଲୋକ, ଶତ୍ରୁ ଏସବୁ କ୍ରିୟା ପ୍ରୟୋଗ କରନ୍ତି, ଉଚ୍ଚାଟନ କ୍ରିୟା। ସେଠି ଜଣେ ସାଧକ କଣ କରିବ? ତାଙ୍କୁ ଅନ୍ୟ ରୁଟରେ ନେଇକି ଆମେ ରିକଭରି କରୁଛୁ। ତେବେ ଯୋଉମାନେ ପ୍ରକୃତ ସାଧକ ସାଧିକା, ସେମାନଙ୍କର ଲକ୍ଷ୍ୟ ସ୍ଥିର ତ କରିବେ, ଜ୍ଞାନରେ ଜାଣିବେ, ହଁ ଆମେ ଏଇଥିପାଇଁ ସାଧନ କରୁଛୁ, ଠିକ ଅଛି। ତା ସହିତ ସେମାନେ ଭାବନା ଆଣିବା ଦରକାର ଯେ ଯୋଗ କେମିତି ତ୍ୱରାନ୍ୱିତ କରିବେ ଡେ ଟୁ ଡେ। ମାନେ ଆଜି ଯୋଉ ସାଧନ କଲେ ତାକୁ ରିମାଇଣ୍ଡ କରିବେ, ନେକ୍ସଟ ଦିନକୁ ରିମାଇଣ୍ଡ କରିବେ, ମାନେ ମନେ ରଖି ଚାଲୁଥିବେ। ଆଜିର ସାଧନ ତାକୁ ଅତି ଯତ୍ନରେ କରିବେ। ସେ ଯତ୍ନଟା କେମିତି, ଯଦି କିଛି ଅସୁବିଧା ଆସିଲା ଆଜି ସାଧନରେ, ତାକୁ ନେକ୍ସଟ ଦିନ କେମିତି ମୁଁ କଭର କରିବି, ନେକ୍ସଟ ଦିନ କେମିତି ସଂଶୋଧନ କରିବି,
ସେ ଭାବନା ରହିବା ଦରକାର ତାଙ୍କ ଭିତରେ। ମାନେ ଆଜିର ସାଧନଟାକୁ, ଆଜି ଯାହା ସବୁ ଅସୁବିଧା ହେଲା କି ଯାହା ସବୁ ସୁବିଧା ଲାଗିଲା ତମକୁ, ଅତି ଆନନ୍ଦିତ ଲାଗିଲା, ଭଲ ଲାଗିଲା, କିମ୍ବା ନେଗେଟିଭ ଆସିଲା ସାଧନରେ, ଅତି ମାତ୍ରାରେ ମନ ତମକୁ ବିଚଳିତ କରିଦେଲା, କି ଅତି ମାତ୍ରାରେ ତୁମକୁ ମନଟା ସୁରକ୍ଷିତ କରିଲା, ସାଧନ ପାଇଁ ଏକାଗ୍ରତା ସୃଷ୍ଟି କଲା, ସେଇଟାକୁ ଛାଡ଼ିବେନି ନେକ୍ସଟ ଦିନ। ଯଦି ନେଗେଟିଭରେ ରହିଲା ମନଟା, ତାକୁ ସଂଶୋଧନ କରିବେ। ଆଉ ଯଦି ପଜିଟିଭ ରହିଲା, ଭଲ ସାଧନ ହେଇଛି, ତାକୁ ନେକ୍ସଟ ଦିନ ସେଇ ଅର୍ଡରରେ କରିବେ, ତାକୁ ସଂଶୋଧନ କରିବେ, ତାକୁ ବଢ଼ାଇବେ। ଗୋଟେ ମିଳିଗଲା ତାଙ୍କୁ କଜ ନା, ଯେ ଏଇ ସାଧନ କଲେ ମୋର ଏମିତି ହଉଛି, ଏ ସାଧନ କଲେ ଏମିତି ଠିକ ଲାଗୁଛି, ଏଇ ମୁହୂର୍ତ୍ତରେ ବସିଲେ ମତେ ଭଲ ଲାଗୁଛି, ଏଇ ଆସନରେ ବସିଲେ ମତେ ଭଲ ଲାଗୁଛି। କେମିତି କେମିତି ବେଳେ ବେଳେ ଉଠୁ ଉଠୁ ତୁମକୁ ଗୋଟେ ପ୍ରକାର ଲାଗେ, ନିଦରୁ ଉଠିଗଲ, ତୁମକୁ ଆନନ୍ଦ ଲାଗିବ କି କଣ ଲାଗିବ, ସେଇଟାକୁ ସାଇତି ରଖିବେ। ଦାନ୍ତ ଘଷିବେ, ବିଛଣା ପକେଇବେ, ଲାଟ୍ରିନ୍ ଯିବେ, ସେଇ ଭିତରେ କଣ କଣ ଭାବନା ଆସୁଛି ତାକୁ ଜଜମେଣ୍ଟ କରିବେ। ସିଏ ବି ସାଧନ ହେଇଗଲା ଜାଣନ୍ତୁ। ଯଦି ଦାନ୍ତ ଘଷିଲା ବେଳେ ଭାବୁଥିବେ ସାଧନ ଆଡ଼କୁ ଯିବି, କେମିତି ବେଡ୍ ପକେଇବି, ବେଡ୍ ପକେଇଲା ବେଳେ ଭାବୁଥିବେ କେମିତି ପ୍ରଣାମ କରିବି, ଉଠିବେ ଯେତେବେଳେ ଫାଷ୍ଟ ଭାବନା କରିବେ ଲାଟ୍ରିନ୍ ଯିବି, ସେତେବେଳେ ଭାବୁଥିବେ ସାଧନ କର୍ମଟା। ଷ୍ଟେପ ବାଇ ଷ୍ଟେପ ଯେତେବେଳେ ଉଠିକିରି ଗୋଟେ ଗୋଟେ କର୍ମ କରୁଥିବେ, ସେ କର୍ମର ଆଡଭାନ୍ସ ଲକ୍ଷ୍ୟ ଥିବ ଯେ କେମିତି ମୁଁ ସାଧନରେ ବା ଆସନରେ ବସିବି, କେମିତି କେତେ ଶୀଘ୍ର ବସିକି ଆରମ୍ଭ କରିବି, ମାନେ ଗୋଟେ ଉତ୍ସାହ ସହିତ, ଚଟକ ସହିତ। ଆଉ କିଛି ଭାବନା ନଥିବ, ରାତିରେ ଉଠିଲେ କେବଳ ସେଇ ଭାବନା ଥିବ। ବାସ୍ ଉଠିକି ସାଧନ ଆରମ୍ଭ କଲ, ଟପ୍ ଟୁ ବଟମ୍, ପୁରା ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖିବ ଆନନ୍ଦ ଲାଗିବ, ଠିକ ଲାଗିବ। ଯଦି ପିକଅପ୍ ପୁରା ମନ ଏକାଗ୍ରତା ସହିତରେ ତୁମେ ଉଠିକି ସାଧନ କରିବାକୁ ଉତ୍ସାହ ଥିବ, ତାହେଲେ ସାଧନ ତ୍ୱରାନ୍ୱିତ ହବ, ନିଶ୍ଚିନ୍ତ ହବ ହିଁ ହବ। କେମିତି ଜଣେ ସକାଳୁ ଉଠିକିରି ବା ଆମର ବ୍ରହ୍ମ ମୁହୂର୍ତ୍ତରୁ ଉଠିକି ସାଧନ କରିବ, କେମିତି ଉଠିପାରିବ, କେମିତି ଉତ୍ସାହ ଲାଗିଥିବ ନା, ଯଦି ଶୋଇବାଟା ଠିକ ଥିବ, ଶୋଇବାଟା ଠିକ ଥିବ, ନିଦ ଠିକ ହେଇଥିବ, ଆଉ ନିଦ ପୂର୍ବରୁ ଭାବନା କରିଥିବ, ଚାବି ମୋଡ଼ିକିରି ଶୋଇଥିବ ଯେ କେମିତି ମୁଁ ଉଠିକିରି ରାତି 3ଟାରେ ସାଧନ କରିବି, ଆଉ କିଛି ଚିନ୍ତା ନଥିବ, ନିଦ ହେଇଯିବ। ନିଦ ପୂର୍ବରୁ ଏ ଭାବନା ଥିବ, ସେ ଭାବନା କେମିତି ହବ, ଶୋଇଲା ବେଳେ ସେ ଭାବନା କେମିତି ହବ ତୁମର, ଯଦି ତୁମର ଦିନର ଏଣ୍ଟାୟାର ସମୟ ଗୁଡ଼ିକ, ସମସ୍ତ ସମୟ ଗୁଡ଼ିକ ଠିକ ଭାବରେ ବିନିଯୋଗ କରିଥିବ, ତାହେଲେ ଶୋଇଲା ବେଳେ ଏ ଭାବନା ଆସିବ। ଆଉ ଦିନ ସାରା ଯଦି କାହା ସହିତ ଫାଇଟିଂ କରିଥିବ, ଗଣ୍ଡଗୋଳ କରିଥିବ, କଜିଆ କାହା ସହିତ ଲଗେଇଥିବ, କି ମତାନ୍ତର ସୃଷ୍ଟି ହେଇଥିବ, ଯୁକ୍ତିତର୍କ ହେଇଥିବ, ଅଶାନ୍ତ ଭିତରେ ଥିବ ଦିନ ସାରା ମନ, କେବେ ବି ଶୋଇପାରିବନି, କେବେ ବି ସାଧନ କରିପାରିବନି। ତେଣୁ ଦିନଚର୍ଯ୍ୟା ଇମ୍ପୋର୍ଟାଣ୍ଟ, ମନେ ରଖନ୍ତୁ। ତା ସହିତ ମାନେ ଦିନଚର୍ଯ୍ୟା ବି ଇମ୍ପୋର୍ଟାଣ୍ଟ। ବିନା ଦିନଚର୍ଯ୍ୟାରେ, ସୁରକ୍ଷିତ ଶୃଙ୍ଖଳିତ ଦିନଚର୍ଯ୍ୟାରେ କେବେ ସାଧନ ହବନି ରାତିରେ। ଡିପେଣ୍ଡ କରୁଛି କଣ, ଡିପେଣ୍ଡ କରୁଛି ଦିନର ସାଧନ। ସେଥିପାଇଁ ମୁଁ ବେଳେବେଳେ କୁହେ, ମାନେ 24 ଘଣ୍ଟା ସାଧନ କର, ଖାଲି ଯେ ସେଇ সময়ଟା ସାଧନ କରିବ ରାତିରେ ଉଠିକି ତା ନୁହେଁ, 24 ଘଣ୍ଟା ତୁମ ସାଧନ କରିବାକୁ ପଡ଼ିବ, ଅନବରତ। ସେଥିପାଇଁ ଭାଗବତରେ ଗୋଟେ ସୁନ୍ଦର କଥା କହିବି, ଏକାନ୍ତ ରହି ଆତ୍ମଭାବେ, ଏକାନ୍ତ ରହି ଆତ୍ମଭାବେ ବୋଧି ଉଦ୍ଧବ ଜ୍ଞାନ ଦେବେ। ପୁରା ଆତ୍ମଭାବରେ ଏକାନ୍ତ ହେଇକି ରହିବ, ଏକବୋଧ,
ତାହେଲେ ସାଧନ କରିପାରିବ। ମାନେ ଗୋଟିଏ କଥା ମନେ ରଖନ୍ତୁ, ଏ ଜ୍ଞାନର କଥା, ତୁମେ ଏକ ମାନେ ଶରୀର ନୁହେଁ, ତୁମେ ମନ ବି ନୁହଁ, ବୁଦ୍ଧି ବି ନୁହଁ, ହେଲା, କିଛି ନୁହେଁ, ତୁମେ କିଛି ନୁହେଁ। ତେଣୁ ଶରୀର ଯଦି ତୁମେ ନୁହଁ, ତୁମ ଘର କେମିତି ତୁମର? ତୁମ ଘର ବି ତୁମର ନୁହେଁ, ପରିବାର ତୁମର ନୁହେଁ, ଧନ ସମ୍ପତ୍ତି, ବସ୍, କୋଠା ବାଡ଼ି, ଇଣ୍ଡଷ୍ଟ୍ରି, ଘୋଡ଼ା ଗାଡ଼ି, ଜମିବାଡ଼ି, ବନ୍ଧୁ ସହୋଦର, ପିତା ମାତା, ସ୍ତ୍ରୀ ପୁଅ, ଏମାନେ ସମସ୍ତେ ତୁମଠାରୁ ଭିନ୍ନ। ମନେ ରଖନ୍ତୁ, ତୁମେ ଏକ ରସରେ ଏକ, ତୁମେ ଏକ ରସରେ ଏକ, ମାନେ ସ୍ୱତନ୍ତ୍ର ଭାବରେ ତୁମେ ଏକ, ଆଉ ସମସ୍ତେ ତୁମଠାରୁ ଅଲଗା। ସମସ୍ତେ, ଏ ସାରା ଏଣ୍ଟାର ପୃଥିବୀ, ସାରା ପୃଥିବୀ ତୁମଠାରୁ ଅଲଗା, ତୁମେ କିନ୍ତୁ ଏକ, ଅନନ୍ୟ। କେହି ବି ତୁମର ନୁହନ୍ତି। ବାଛି ନିଅନ୍ତୁ ତୁମେ କେତେ ସ୍ୱତନ୍ତ୍ର, କେତେ ଭିନ୍ନ। ଏ ଶରୀର ଯାହା, ଏ ପୃଥିବୀ ତୁମ ପାଇଁ ମଧ୍ୟ ସେଇଆ। ଏ ଶରୀର ଯାହା, ସାରା ପୃଥିବୀ ତୁମ ପାଇଁ ମଧ୍ୟ ସେଇଆ। ଶରୀର ଅଲଗା ହେଇଯିବ, ଏ ସାରା ପୃଥିବୀ ତୁମଠାରୁ ଅଲଗା ହେଇଯିବ। ଯେତେ ଅଛନ୍ତି, ଯିଏ ଅଛନ୍ତି, ଯୋଉଠି ଅଛନ୍ତି, ଯାହା ବି କରୁଥାନ୍ତି, ସମସ୍ତେ ତୁମଠାରୁ ଅଲଗା ହେଇଯିବେ। ତୁମେ କିନ୍ତୁ ସ୍ୱତନ୍ତ୍ର ଭାବରେ ଆସିଛ, ସ୍ୱତନ୍ତ୍ର ଭାବରେ ଯିବ। ଏ ଜ୍ଞାନ ତୁମ ଭିତରେ ରହିବା ଦରକାର ସଦା ସର୍ବଦା, ଯେ ମୁଁ ସ୍ୱତନ୍ତ୍ର, ମୁଁ ସମସ୍ତଙ୍କ ଠାରୁ ଅଲଗା। ମତେ ଆସିବାର ଥିଲା, ଆଉ କିଛି କାମ ସାରିକି ମତେ ଯିବାର ମଧ୍ୟ ଅଛି, ଏଇଟା ନିଶ୍ଚିନ୍ତ। ଏ ଜ୍ଞାନ ଯେପର୍ଯ୍ୟନ୍ତ ନ ହେଇଛି, ସେ ପର୍ଯ୍ୟନ୍ତ ସାଧନ ହବ। ସାଧନ କ୍ରିୟା ତ ଅଛି, କ୍ରିୟାଟା କେତେବେଳେ କରିବ? ଯେତେବେଳେ ଜ୍ଞାନ ହବ। ବିନା ଜ୍ଞାନରେ ନା ଚକ୍ରଭେଦନ ହବ, ନା ପ୍ରଣବ ହବ, ନା ପ୍ରାଣାୟାମ ହବ, ନା ମନ ସ୍ଥିର ରହିବ। ଦେଖନ୍ତୁ, ଆକୁ ସବୁ ମୁହୂର୍ତ୍ତରେ, ସବୁ କ୍ଷଣରେ, ପ୍ରତି କ୍ଷଣରେ ଏଇ ମାନେ ଇଲୁଜନ ସୃଷ୍ଟି କରିବ ତୁମକୁ। ଭାବିନିଅ ମନକୁ ମନ, ଯେ ମୁଁ ଏକ ଆସେ, ଆଉ ଏକ ମଧ୍ୟ ଯିବି। ନା ମୋ ସହିତ କେହି ଯିବେ, କେହି ତ ଯିବେନି। ଦେଖନ୍ତୁ ଭଲ ସ୍ପଷ୍ଟ, ନା ମୁଠାଏ ଚାଉଳ ଯିବ, ନା ମାଟି ଯିବ, ନା ବସ୍ତ୍ର ଯିବ, ନା ସୁନା ଯିବ। କେହି ବି ଗୋଟେ ଲୋକ ଯିବେନି, ସବୁ ତୋଟା ପାଖରୁ ଫେରି ଆସିବେ, ଶମଶାନରୁ ଫେରିଯିବେ, କେହି ଯିବେନି ତୁମ ସହିତ। ଏ ଜ୍ଞାନ ଗୋଟେ ଅଟଳ ଭାବରେ ତୁମେ ଗ୍ରହଣ କରିନିଅ, ବାସ୍ ବୈରାଗ୍ୟ ସୃଷ୍ଟି ହବ। ସାଧନ କରିବାର ଆଭାସ ସୃଷ୍ଟି ହବ ତୁମ ଭିତରେ, ଯା ଫାଉଣ୍ଡେସନ ପଡ଼ିବ। ସାଧନର ଫାଉଣ୍ଡେସନ ପଡ଼ିବ କେତେବେଳେ? ନା ଯେତେବେଳେ ଏଇ ଜ୍ଞାନ ହବ। ଆରେ ମୁଁ ତ ନିଶ୍ଚିନ୍ତ ଯିବି, ନିଶ୍ଚିନ୍ତ ଆସିଥିଲି, ନିଶ୍ଚିନ୍ତ ଯିବି। କେହି ଯିବେନି ତ ମୋ ସହିତ, ଏ ତ ସବୁ ବେକାର ଦୁନିଆ। ଯେତେ ଅମାନତମ ସୃଷ୍ଟି କରିଛି, ଯେତେ କ୍ୟାପିଟାଲ ସୃଷ୍ଟି କରିଛି, ସବୁ କ୍ୟାପିଟାଲ ତ ଏଇଠି ରହିଯିବ। ଯେତେ ଘର ସୃଷ୍ଟି କରିଛି, କେତେ ଯେ ଇଣ୍ଡଷ୍ଟ୍ରି ସୃଷ୍ଟି କରିଛି, କେତେ ଯେ କଳ କବ୍ଜା, କଣ ନାଇଁ ନ କରିଛି ମୁଁ। ଏ ତ କେହି ଯିବେନି ମୋ ସହିତ। ଏ ଭାବନା ଆସୁ ଜ୍ଞାନ ତୁମ ଭିତରେ, ତାହେଲେ ବୈରାଗ୍ୟ ସୃଷ୍ଟି ହବ। ଆକୁ ଯେପର୍ଯ୍ୟନ୍ତ ଏଗୁଡ଼ା ସବୁ ନ ଆସିଛି, ସେ ପର୍ଯ୍ୟନ୍ତ ସାଧନ କ୍ରିୟା
ବଳବତ୍ତର ହବନି। ତେଣୁ ଜ୍ଞାନ ଦରକାର, କିଛି କିଛି ଜ୍ଞାନ ଦରକାର। ପ୍ରତ୍ୟେକ ଦିନ ଆହରଣ କର, ପ୍ରତି ମୁହୂର୍ତ୍ତରେ ଏଇ ସାଧନ କ୍ରିୟାକୁ ବା ଜୀବନକୁ ଚିନ୍ତନ କର। ବିଚାର କରିବାର ଅଛି ତମ ଜୀବନଟା କ'ଣ। ସେ ସ୍ତ୍ରୀ ହଉ, ପୁରୁଷ ହଉ, ଛୋଟ ପିଲା ହଉ, ବୁଢ଼ା ହଉ, ବୟସ୍କ ହଉ, ଜୀବନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯୋଉ କ୍ରିୟା ଚାଲିଛି, ଯିଏ ଛୋଟଟି ହେଇଛି ସେ ବୁଢ଼ା ହେଇଯାଉଛି, ଯୋଉ ପିଲା ଜନ୍ମ ନେଲା ସେ ବୁଢ଼ା ହବ, ମରିବ। ଇଏ ଗୁଡ଼ା ସଠିକ ଉତ୍ତର। ପିଲା ଅଛି ସେ ବୁଢ଼ା ହବ, ମରିବ, ସଠିକ ଉତ୍ତର। ବାଳକ ହବ, ବୟସ୍କ ହବ, ପୌଢ଼ ହବ, ଶେଷ ସିଦ୍ଧାନ୍ତ ହଉଛି ମୃତ୍ୟୁ। ଏ ଜ୍ଞାନକୁ ବହୁତ ଭାବରେ, ବଳିଷ୍ଠ ଭାବରେ ନିଜ ଭିତରେ ସାଇତି ରଖ। ଯୋଉଟା ବୁଦ୍ଧ ଏଇ ଚିନ୍ତନ କରିକିରି ସାଧନା ଆଡ଼କୁ ଗଲେ, ବୈରାଗ୍ୟ ଆଡ଼କୁ ଗଲେ, ସମାଧି ଆଡ଼କୁ ଗଲେ। ଆଜି ଯାକୁ ବହୁତ ଆଦର କରି ନେଇଛ, ଧନ ସମ୍ପତ୍ତି, ପରିବାର, ସିଏ ତ ରହିବେନି ନା, କେବେ ବି ତୁମ ସାଥ ଦେବେନି ଏମାନେ। ଚିରନ୍ତନ ସାଥୀ ତୁମେ ନିଜେ ନିଜର, ବା ନିଜ ସତ୍ତା ଯିଏ ତୁମ ଭିତରେ ଅଛି ତାକୁ ଜାବୁଡ଼ି କରି ଧର। এই জ্ঞাନ ତୁମ ଭିତରେ ସୃଷ୍ଟି ହେବ। এই ଜ୍ଞାନ ସୃଷ୍ଟି ହେଲେ ସାଧନର ଆଶା ସୃଷ୍ଟି ହେବ। ବାସ୍ତବ ଜ୍ଞାନ ସାଧନର ଖୋରାକ କିଏ ଯୋଗେଇବ? ଜ୍ଞାନ। ସାଧନକୁ ଅଗ୍ନି ସଂଯୋଗ କିଏ କରିବ? ଜ୍ଞାନ କରିବ। ସେଇଥିପାଇଁ ହୁଏତ ଗୁରୁଦେବ ଆସିଲେ କହିଲେ ଜ୍ଞାନର ଶକ୍ତି ଅଛି, ସାଧନାର ଶକ୍ତି ଅଛି, କହିଲେନି ज्ञान सबसे बड़ा है। गुरुदेव कहले ज्ञान सबसे बड़ा है, परंतु साधन परम आवश्यक है। देखो दीटा केमती कम्प्लीमेंटारी, लगा लगी, परस्पर विरोध नहीं, परिपूरक। ज्ञान सबसे बड़ा है, समस्त बड़ा होती ज्ञान, किंतु परंतु साधन परम आवश्यक है। साधन ता परम आवश्यक। ज्ञान हेले साधन करियो, और साधन रे ज्ञान हबो, पुणी साधन रे पुणी ज्ञान हबो। सेतमे साधन ता परम आवश्यक। ज्ञान सबसे बड़ा है, परंतु साधन परम आवश्यक। परम आवश्यक केमती ना, साधन कले तुम किसी उपलब्धि ज्ञान पाइब। बिना साधन उपलब्धि ज्ञान पाइबनी। जो माने समाधि से माने साधन करिक रही चंती, आगे जानिले ज्ञान रे हाँ समाधि एमती हो, मो भितरे सत्य अच्छी, चिरंतन सत्य अच्छी, से आत्मा जे पर्यंत न देखिच से पर्यंत केमती दृढ़ ज्ञान हबो तुम भितरे। साधन दृढ़ ज्ञान हबो, निश्चिंत ज्ञान हबो, प्रत्यक्ष देखियो। सेतमे साधन परम आवश्यक। सेतिमे साधन परम आवश्यक। तेणु ज्ञान जेतिकी दरकार, साधन मध्य ता सहित आवश्यक अछि। बिना साधन ज्ञान दृढ़ हबनी। बेले बेले कौन करे, साधन को नष्ट करने सब माया तुम भीतर प्रवेश करे। बेले बेले मायाटा पशि आसे भीतर, कारण माया सहित सत्य अच्छी। जमती आत्मार सृष्टि होची जगत, आत्मन आकाश संभूत पंचभूत सृष्टि आत्मार, सेमती तुम भीतर सत्य अच्छी, माया मध्य अच्छी, दीटांक अच्छी तुम भीतर।
परस्पर अच्छा जितेबले सत्यर भार बा सत्य आड़ तुम अग्रसर हो माया तुमको आकर्षण कर क्या समस्त भाग समान ना तुम्हें जदि एपट को आस सेपट आकर्षण कर माया रूप प्रकाश कर तुम भीतर देखो टिके जदि तुम साधन अग्रगति कल माया रूप कौन से माया रूप लोभवश तो तुम्हें पुणी ढली पड़ से किसी दिन साधन कल उपलब्धि है कि तुम उपशम होगला कि रोग माया आसीज माया आसी कह साधन तो करूँ रोग भल होगा आउ क्या साधन कर गला साधन बंद साधन क्रिया बंद है कहीं एत परिश्रम कर रोग तो भल होगा गला साधन नष्ट होगा तुम से नष्ट हो स्टॉप आ गए अज्ञानता आसो तुम भीतर सी साधन करुला डेभलप सी साधन करुला डेभलप समय छाड़ी बस पोथी बांधुन अथच मु कहीं करी ये गोटे नेगेटिव अप्रोच अच्छे तुमको रिक्वेस्ट कर कारण तांकर अंश कमी जाऊँगी तेणु सी प्रोटेस्ट करेंगे ही करेंगे तुम माया को टाणी ने संसार भितर अच्छ सांसारिक प्रेम सांसारिक भाव सांसारिक मोह तुमको टाणी बस कई जन आसको बापा मना कर बहु मना कर शाशु मना कर स्त्री मना कर स्वामी मना कर प्रश्न कहीं उठुचे साधन मु ठीक करुली एमने मना कले एमने करेदेले मोर अभाव मत करेदेलानी मो अभाव मान धन धन नाई घर नाई सपोर्ट नाई मु कहबी एक अर्थ रे एगुरा किछि कहार आवश्यकता नाई ना धनर आवश्यकता अछि साधन पाई ना कहार सपोर्ट आवश्यकता अछि ना घरर आवश्यकता अच्छी घरर आवश्यकता अर्थ ये बुझे चेष्टा करूँ घर गोटे अति कम रेट रे मिल जाव तुम 1000 टंका 2000 टंका गोटे घर कर कहनी घर पर गोटे कॉस्टली आलिशान बिल्डिंग दरकार एसी लगी एबे गोटे किए बहुमूल्य संपत्ति धरा पड़ जो मार गरम पानी बाहर ठंडा पानी बाहर सी एक प्रकार आलिशान बिल्डिंग से गुड़ा किसी आवश्यकता ना कोड़ियाटी दरकार देखो मुनि ऋषि जिते सब साधन करते कहीं एसी रूम रे साधन कर देखो जो चित्र जो महाभारत दृश्य हो मुनि ऋषि आश्रम हो कहार अल्ट्राटेक सीमेंट रे घर हो नथिला एसीसी रे कार है नथिला बुझिले एसीसी रे कार है नथिला कौन से मुनि ऋषिंकर देखन कौन से मुनि ऋषिंकर कुटीर सब थिला समस्त कुटीर रे रहउथिले साधन करूथिले तेणु गोटे कुटीर दरकार था मुनि कुटीर गोटे मुनि कुटीर दरकार तेणु मुनि कुटीर आम जब कह से गोटे बाधक जमा नुह जमा बाधक नुह जड़े 1000-2000 टंकार घर निश्चिंत भाव तेणु जमा बाधक नुहे कि तेणु ये जो माया मायार रूपटा एते इल्यूजन एते भयंकर एते प्रभावशाली तुमको वशीभूत कर
ତେଣୁ ଯିଏ ସାଧକ ସିଏ ପରୋକ୍ଷରେ ପ୍ରତ୍ୟକ୍ଷରେ ପ୍ରତି ମୁହୂର୍ତ୍ତରେ ହୁସିଆର ହେଇକି ଥିବ, ଜାଗ୍ରତ ହେଇକି ଥିବ। ଇଣ୍ଟରନାଲ ଭିଜିଲାନ୍ସ ଇଜ ଦ ପ୍ରାଇସ୍ ଅଫ ଲିବର୍ଟି। ସତତ ଜାଗୃତି। କାଳେ ମତେ କିଏ ଆକ୍ରମଣ, ମୁଁ ଜଣେ ସାଧକ ନା, ମତେ କିଏ ଆକ୍ରମଣ କରିବ? ମାୟା ରୂପରେ ଆସିବେ, ଶତ୍ରୁ ରୂପରେ ଆସିବେ, ମୋହ ରୂପରେ ଆସିବେ, ଅହଙ୍କାର ରୂପରେ ଆସିବେ। ନିଜର ଅହଙ୍କାର ବି ଗୋଟେ ମାୟା, ଶରୀର ପ୍ରତି ଅହଙ୍କାର ବି ମାୟା। ଛାଡ଼ିଦିଅ ଶରୀରକୁ, ଦେଖିବ ଶରୀର ଛାଡ଼ିଦେଲା କେମିତି ତୁମକୁ ମାୟା ଆକ୍ରମଣ କରିବ? ଶରୀର ନୁହେଁ ମୋର, ଶରୀରକୁ ସଦାବେଳେ ଅଲଗା କରି ରଖ ତୁମଠାରୁ। ଏସବୁ ଜ୍ଞାନରେ ଆକୁ ସତତ ଜାଗ୍ରତ ହେଇକିରି ଭାବନା ରଖିଥିବ। ଏ ଶରୀର କେବେ ମୋର ନୁହେଁ, ନା ପୂର୍ବରୁ ଥିଲା ନା ଏବେ ଅଛି। ଏବେ ଅଛି, ଏବେ ଅଛି ମାନେ ଶବ। ଏଇଟା ଭାବନ୍ତୁ, ଏ ଶରୀରଟା ଦିନେ ଶବ ହବ, ଶବକୁ ଧରିକିରି ମୁଁ ଚାଲୁଛି, ଖସିଯିବ ଦିନେ ଶରୀର ମୋ ଠାରୁ। ଏ ଜ୍ଞାନ ହେଲାଣି କି ଏ ଶରୀରଟା ଶବ, ଶବକୁ ମୁଁ ବହୁଛି ଶବକୁ। ଏ ଜ୍ଞାନ ଯେତେବେଳେ ହବ ଶରୀର ତୁଚ୍ଛ ଲାଗିବ, ଶରୀରର ଅହଙ୍କାର ତୁଟିଯିବ, ଶରୀର ପ୍ରତି ମୋହ ତୁଟିଯିବ। ଯେତେବେଳେ ଶରୀର ପ୍ରତି ମୋହ ତୁଟିଯିବ, ଶରୀର ତୁମକୁ ଆକର୍ଷିତ କରିବ। ମନେ ରଖନ୍ତୁ, ଇଏ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ କଥା, ବହୁତ ଗଭୀର କଥା। ଯେତେବେଳେ ଶରୀରକୁ ତମେ ତ୍ୟାଗ କରିବ, ମାନେ ଜ୍ଞାନରେ, ସେ ଆକର୍ଷିତ କରିବ। ତାର ଆକର୍ଷଣ ଶକ୍ତି ଅଛି। ତମ ଗୁଣ ସମ୍ପନ୍ନ ଶରୀର, ତୁମେ ରଜଗୁଣ ସମ୍ପନ୍ନ ପୁରୁଷ। ଏଠି ପୁରୁଷ ଯୋଉ ସ୍ତ୍ରୀ ହୁଅନ୍ତୁ, ପୁରୁଷ ହୁଅନ୍ତୁ, ତାଙ୍କ ଭିତରେ ଯୋଉ ଆତ୍ମା ଅଛି ବା ସିଏ ନିଜେ ପୁରୁଷ, ସ୍ତ୍ରୀ ହେଲେ ବି ସେ ପୁରୁଷ। ତାଙ୍କ ଶରୀର ତାଙ୍କ ପାଇଁ କଣ? ତାଙ୍କ ପାଇଁ ସ୍ତ୍ରୀ। ସ୍ତ୍ରୀ ନୁହେଁ କହୁନି ସେ ଅର୍ଥରେ, ଯେମିତି ଆମ ପାଇଁ ଶରୀରଟା ଆକର୍ଷଣ କରୁଛି, ସେମିତି ଶରୀର ଗୋଟେ ସ୍ତ୍ରୀର ଶରୀର ସ୍ତ୍ରୀକୁ ଆକର୍ଷଣ କରିବ, ସେ ପୁରୁଷ ହେଇଗଲା। ମାନେ ସ୍ତ୍ରୀଟା ସେଠି ପୁରୁଷ, ତା ଶରୀରଟା ହଉଛି ତାକୁ ଆକର୍ଷଣ କରିବ, ଯେହେତୁ ତମ ଗୁଣ ସମ୍ପନ୍ନ। ତେଣୁ ସତ୍ୱରଜତମ ତିନିଟାଙ୍କ ଗୁଣ ଯେହେତୁ ଆମ ପାଖରେ ଅଛି, ତୁମେ ପୁରୁଷ ହିସାବରେ ତୁମେ ରଜଗୁଣ ସମ୍ପନ୍ନ। ତମ ଗୁଣକୁ ଆକର୍ଷଣ କରିବ। ଯେତେବେଳେ ତୁମେ ତମ ଗୁଣକୁ ବିଟ୍ରେ କରିବ, ତମ ଗୁଣକୁ ନେଗ୍ଲେକ୍ଟ କରିବ, ତମ ଗୁଣକୁ ନଷ୍ଟ କରିବ ଶରୀରଟାକୁ, ସେ ଶରୀର ଆକର୍ଷିତ ହବ ହିଁ ହବ। ତୁମକୁ ନ ଧରିଲେ ସେ ରହିପାରିବ, କିନ୍ତୁ ତୁମେ ଛାଡ଼। ଶରୀର ଅଛି ତୁମ ପଛରେ, ଶରୀର ଛାଡ଼ିବନି ତୁମକୁ। ତୁମେ ଯେହେତୁ ଶରୀରକୁ ଆବୋରି ନେଉଛ, ଗୋଟେ ଚାକରକୁ ଆବୋରି ନେବ, ଚାକର ତୁମ ଉପରେ ଚଢ଼ିବ, ତୁମକୁ ଓବ୍ଲିଗେଟେଡ୍ ହବନି ତୁମର ଚାକରଟା। ତୁମେ ଯେତେବେଳେ ଚାକରକୁ ନେଗ୍ଲେକ୍ଟ କରିବ, ଚାକର ତୁମକୁ ପ୍ରଭୁ ବୋଲି ଭାବିବ। ଶରୀର ସେମିତି, ସେ ରୋଗ ଥାଉ, ସବୁ କିଛି ଶରୀରରେ ଥାଉ, ତୁମେ ଯେତେବେଳେ ଶରୀର ରୋଗକୁ ତ୍ୟାଗ କଲନି କି, ଶରୀର ତ୍ୟାଗ କଲ ମାନେ ରୋଗକୁ ତ୍ୟାଗ କଲ। ତେଣୁ ରୋଗ ଛାଏଁ ଛାଏଁ କୁଆଡ଼େ ଉଡ଼ି ପଳେଇବ। କାରଣ ରୋଗଟା ତୁମ ପାଇଁ ଅଛି, ଶରୀର ପାଇଁ ରହିନି, ତୁମ ପାଇଁ, ତୁମ ମନରେ ରୋଗ ଅଛି। ମନ ଯେତେବେଳେ ଛାଡ଼ିଦେଲା ଟୋଟାଲ, ଶରୀର ରୋଗ କୋଉଠି ରହିବ? ରୋଗ ଖୋଜିବ କୋଉଠି ମୁଁ ସ୍ଥାନିତ ହେବି, ପୁଣି ସେଠିକି ଯିବ, କୋଉଠି କାହା କଲିଂ ବେଲ୍ ମାରିବ, ଯାଇ ତୁମ ପାଖରେ ରହିବ। ବୁଝନ୍ତୁ ଭଲ, ଆକୁ ସବୁ ବୁଝନ୍ତୁ, ତାପରେ ସାଧନ କରିବେ। ଯୋଉମାନେ ସାଧନରୁ ଓହରି ଆସୁଛନ୍ତି, କିଏ ଓହରୁଛନ୍ତି? ରୋଗ ଭଲ ହେଇଗଲା, ଓହରି ଆସିଲେ, ଲକ୍ଷ୍ୟ ନାହିଁ, ଲକ୍ଷ୍ୟ ନାହିଁ। ତେଣୁ ସାଧନ ତାଙ୍କୁ ପରମାନେଣ୍ଟ ରେଜଲ୍ଟ ଦବନି। ସାଧନରେ ସେମାନେ କେବେ ରହିପାରିବେ ନାହିଁ, ବିନା ଲକ୍ଷ୍ୟରେ ଯେଉଁମାନେ ରହିଛନ୍ତି, ବିନା ଜ୍ଞାନରେ ଯେଉଁମାନେ ସାଧନ କରୁଛନ୍ତି।
ସାଧନ ଗୋଟେ ସାଧାରଣ କଥା ନୁହେଁ। ତୁମେ କ'ଣ ଭାବୁଛ କି ସାଧାରଣ କଥା? ସାଧାରଣଟା କ'ଣ ସାଧାରଣ? ଅସାଧାରଣ, ଅସାଧାରଣ। ସମସ୍ତ ଇଚ୍ଛା ଶକ୍ତି ଯେତେବେଳେ ଠୁଳ କରିବ ଗୋଟେ ଜାଗାରେ, ସେ 100 ମୁଖୀ ହେଇକି ଯାଉଛି। ରାବଣର ଯେମିତି ଶତଭିଷା ନକ୍ଷତ୍ରରେ ଜନ୍ମ ନେଇଥିଲା ରାବଣ। ଶତଭିଷା ମାନେ 100ଟା ଆଗକୁ ତାର ଲକ୍ଷ୍ୟ, 100 ଆଡକୁ ଗତି ତା ମନ। ଯୋଉମାନେ ଶତଭିଷା ନକ୍ଷତ୍ରରେ ଜନ୍ମ ଗ୍ରହଣ କରୁଛନ୍ତି ରାକ୍ଷସ, ସେମାନଙ୍କର ଗତି ସେ। ତେଣୁ ଏଠି ତୁମେ ସମସ୍ତେ ଶତଭିଷାରେ ଅଛ। ଯିଏ ସାଧନ କରିବ ଶତଭିଷା ମାନେ ଚାରିଆଡକୁ ତୁମର ଗତି ରହୁଛି ସଦାବେଳେ, ସବୁ ମୁହୂର୍ତ୍ତରେ ଗତି ରହୁଛି। ତୁମେ ତାକୁ ଠୁଳ କରିବ, ଆଣି ଗୋଟେ ଜାଗାରେ ରଖିବ। ନା ଏଗୁଡ଼ା ମୋର କିଛି ଦରକାର ନାହିଁ, ଲେଟ୍ ଇଟ୍, ଲିଭ୍ ଇଟ୍। 1000 ଆଡକୁ ମନ ଯାଉଛି, 100 ଆଡକୁ ମନ ଯାଉଛି, ଲକ୍ଷେ କୋଟି କେତେ ଆଡକୁ ଯାଉଛି, ସବୁ ଆଣିକି ରଖିଦବ ଗୋଟେ ଜାଗାରେ। ନା, ମୋର ତୁ ଦରକାର, ମୋର ତୁ ଦରକାର। ତୁ ମାନେ ଆତ୍ମା। ଅର୍ଜୁନ ଯେମିତି କହିଲା ମୋର ତୁ ଦରକାର। ଅର୍ଜୁନ ଯେମିତି କହିଲା ମୋର ତୁ ଦରକାର। ମୋର ନାରାୟଣୀ ସେନା ଦରକାର ନାହିଁ କି କେହି ଦରକାର ନାହାନ୍ତି। ହାତ ଯୋଡ଼ିକି ରଥ ତଳେ ବସିକିରି ହାତ ଯୋଡ଼ିକିରି କହୁଛି କୃଷ୍ଣଙ୍କୁ। କୃଷ୍ଣ ବୁଝଉଛନ୍ତି ଅହଂ ଆତ୍ମା ଗୁଡ଼ାକେଶ ସର୍ବଭୂତା ସୟସ୍ଥିତି। ମୁଁ ହଉଛି ଆତ୍ମା। ଏଠି ଅର୍ଜୁନ କିଏ? ନା ଅର୍ଜୁନ ସ୍ୱୟଂ ତୁମେ ଜୀବ ରୂପରେ ଅଛ। କିଛି ଅଛି, ଖାଦ ଅଛି ତୁମ ଭିତରେ। ସେଇଥିପାଇଁ ଦ୍ୱିତୀୟ କୃଷ୍ଣ ହେଲେ ବି ତୁମେ କୃଷ୍ଣ ନୁହେଁ, ତୁମେ ଅର୍ଜୁନ। ତୁମେ ଯୁଦ୍ଧ କରିବାକୁ ଆସିଛ ଏଠି। ଏଇ ପୃଥିବୀଟା ଯୁଦ୍ଧ କ୍ଷେତ୍ର ତୁମ ପାଇଁ। କାହାର ସଂସାରର ଯୁଦ୍ଧ, କାହାର ସନ୍ତାନ ପାଇଁ ଯୁଦ୍ଧ, କାହାର ଅର୍ଥ ପାଇଁ ଯୁଦ୍ଧ, କାହାର ଘର ପାଇଁ ଯୁଦ୍ଧ, ଭାଇ ଭାଇରେ ଯୁଦ୍ଧ, ସ୍ତ୍ରୀ ପୁରୁଷର ଯୁଦ୍ଧ, ବାପ ପୁଅର ଯୁଦ୍ଧ, ସମ୍ପତ୍ତି ନବା ଆଣିବାର ଯୁଦ୍ଧ, ଦେଣ ନେଣର ଯୁଦ୍ଧ, ଇଣ୍ଡଷ୍ଟ୍ରିଆଲିଷ୍ଟ ହେଲେ ବି ଯୁଦ୍ଧ, ଡକ୍ଟର ହେଲେ ବି ଯୁଦ୍ଧ। ତମେ ଯୋଉ କ୍ଷେତ୍ରରେ ଥାଅ ଯୁଦ୍ଧ ଅବସମ୍ଭାର। ସମୁଦ୍ର ରହିଲେ ଯୁଦ୍ଧ, ଆକାଶ ରହିଲେ ବି ଯୁଦ୍ଧ। କଳ୍ପନା ଚାୱଲା ମହାକାଶରେ ଥିଲା, କେତେ ବିରାଟ ଲକ୍ଷ୍ୟରେ ଯାଇଥିଲା ଆକାଶ। ଯୁଦ୍ଧ, ତା ପାଇଁ ଯୁଦ୍ଧ ଥିଲା, ତା ପାଇଁ ଆତ୍ମଜ୍ଞାନ ନଥିଲା। ଦେଖନ୍ତୁ କେତେ କେତେ ବଡ଼ ବଡ଼ ବୈଜ୍ଞାନିକ ଅଛନ୍ତି, କେତେ ବିରାଟ ସାଇଣ୍ଟିଷ୍ଟ ସବୁ ଅଛନ୍ତି। କ'ଣ ଅଛି ତାଙ୍କ ପାଖରେ? କେତେ ଜ୍ଞାନ ଅଛି ତାଙ୍କ ପାଖରେ, କିନ୍ତୁ ଆତ୍ମଜ୍ଞାନ ନାହିଁ। ଆଉ ଜଣେ ଆତ୍ମଜ୍ଞାନୀ ପୁରୁଷ, ଆତ୍ମଜ୍ଞାନୀ ଜଣେ ସାଇଣ୍ଟିଷ୍ଟ ହବା କଷ୍ଟ ଏକରେ, କାରଣ ସିଏ ଗୋଟେ ଦିଗ। ସାଇଣ୍ଟିଷ୍ଟ ହବା ଗୋଟେ ଦିଗ, ସେ ଦିଗକୁ ତୁମେ ଯିବ ନା। ଗୋଟେ ଲକ୍ଷ୍ୟରେ ନ ରହିଲେ ସାଇଣ୍ଟିଷ୍ଟ ହେଇପାରିବନି। ଇଏ ସାଇଣ୍ଟିଷ୍ଟ ଠାରୁ ଆହୁରି ଗୋଟେ ବଡ଼ ଲକ୍ଷ୍ୟ, ଆତ୍ମଜ୍ଞାନ, ଭିତରକୁ ପଶିବା। ସେ ତ ବାହାରର କଥା। କଳ୍ପନା ଚାୱଲା ଖସି ପଡ଼ିଲା, ଆଉ ଗୋଟେ ମିନିଟ୍ ଅଛି, ଧ୍ୱଂସ ହେଇଗଲା। ସେ ପ୍ରଣବ କରିଛି ନା ପ୍ରାଣାୟାମ କରିଛି ନା ଆତ୍ମଦର୍ଶନର ଆତ୍ମା ଯେ ମୋ ଭିତରେ ଅଛି ସେ ଜାଣିଛି କି ନାହିଁ ମୁଁ କହିପାରିବି। କାଲାମ ଆଇଲେ ପେପର ବିକୁ ସାଇଣ୍ଟିଷ୍ଟ ହେଇଗଲେ। ଦେଖିଲେ ପକ୍ଷୀ ଡିରେକ୍ସନ କେମିତି ହଉଛି। ଯେତେବେଳେ ତାଙ୍କର ସାର୍, ତାଙ୍କର ପ୍ରଫେସର ନେଇକି ଦେଖଉଥିଲେ, ଡିରେକ୍ସନ ଦେଖଉଥିଲେ, କ୍ଷେପଣାସ୍ତ୍ର ଗତି, ଚଢ଼େଇର ଗତିକି ନିୟନ୍ତ୍ରଣ କରୁଛି। ଚଢ଼େଇ କାହା ଦ୍ୱାରା ନିୟନ୍ତ୍ରିତ ହଉଛି? କ୍ଷେପଣାସ୍ତ୍ର, ତା ଲାଞ୍ଜ ଦ୍ୱାରା। ଅବଦୁଲ କାଲାମ ଦେଖିଲେ, ଗୌର ସେ ଦେଖିଲେ, ନିରୀକ୍ଷଣ କଲେ ଚଢ଼େଇର ଲାଞ୍ଜ, କ୍ଷେପଣାସ୍ତ୍ର ତିଆରି କଲେ।
ସିଏ ସେଇ ଲକ୍ଷ୍ୟରେ ନିମଜ୍ଜିତ ହେଲେ। ଆତ୍ମଜ୍ଞାନ କଥା ମୁଁ କହିପାରିବିନି, କିନ୍ତୁ ସେଇ ଲକ୍ଷ୍ୟରେ ଦୃଢ଼ ହେଇକରି ଆଜି କ୍ଷେପଣାସ୍ତ୍ରର ଗୋଟେ ଶେଷ ସୀମାରେ ପହଞ୍ଚିଯାଇଛନ୍ତି। ଅଗ୍ନି, ପୃଥିବୀ, ନାଗ, କେତେ ଯେ କ'ଣ କ୍ଷେପଣାସ୍ତ୍ର ତିଆରି କରିଛନ୍ତି, ସେ ଏକାଗ୍ରତାରେ କରିଛନ୍ତି। ଅବଶ୍ୟ ଏତେ ସୁନ୍ଦର ଲୋକ, ଏତେ ସୁନ୍ଦର ଲୋକ, ଚପଲ 5 ହଳ ଥିଲା, ଡ୍ରେସ୍ 2-3 ହଳ ଥିଲା ତାଙ୍କ ପାଖରେ, କୋଟ୍ ଗୋଟେ ଥିଲା, ଘଣ୍ଟା ଗୋଟେ ଥିଲା, ଏସିରେ ତାଙ୍କର ଥିଲା 5,000 ଟଙ୍କା। ଏସି ଆକାଉଣ୍ଟରେ ତାଙ୍କର ଥିଲା 5,000 ଟଙ୍କା। ସିମ୍ପଲ ଖଟ, ଭାରତର ରାଷ୍ଟ୍ରପତି। କିନ୍ତୁ ତୁମେ ଯୋଗ କରିବାକୁ ଯାଉଛ, ତୁମେ ସେ ସାଧାରଣ ଜ୍ଞାନକୁ ଆହରଣ କର। ଜଣେ କେତେ ସିମ୍ପଲିସିଟି, କେତେ ଅହଙ୍କାର ଶୂନ୍ୟ ମଣିଷ ହେଲେ ଜଣେ ଏତେ ବଡ଼ ଷ୍ଟେଜରେ ପହଞ୍ଚି ପାରିବ। ସେମିତି ତୁମେ ଅହଙ୍କାର ଶୂନ୍ୟ ହେଇକିରି ଯେତେ ଦିଗକୁ ତୁମର ଗତି ଅଛି ତାକୁ ବସିକିରି ଭାବ। ପଥର ଉପରେ ବସି, କୋଉଠି ଯାଇ ପର୍ବତ ଉପରେ, କି ନିରୋଳାରେ, କି ଗଛ ମୂଳେ। ତେଣୁ ଜଣେ ସାଧକ ଯେତେ ପ୍ରକାର ଗତି ତା ପାଖରେ ଅଛି, ସବୁ ଯାକ ଆଣି ଗୋଟେ ଜାଗାରେ ଏକାଠି କରିବ। କେତେ ଜାଗାରେ ଲକ୍ଷ୍ୟ ଅଛି ତୁମର। ଦେଖନ୍ତୁ, ପିଲାଦିନଠୁ କେତେ ଲକ୍ଷ୍ୟ, ଯୁବକ ସମୟରେ କେତେ ଲକ୍ଷ୍ୟ, ବୃଦ୍ଧ ସମୟରେ କେତେ ଲକ୍ଷ୍ୟ ତୁମର ହେଇ ଚାଲିଛି, ଆଗକୁ ହେଇ ଚାଲିଛି, ଆଗକୁ ବଢି ଚାଲିଛି। ଅସରନ୍ତି ଭାବନା, ଅସରନ୍ତି ଲକ୍ଷ୍ୟ, କିନ୍ତୁ ଗୋଟିଏ ଲକ୍ଷ୍ୟ ରଖ। ଜଣେ ଜଣେ ସାଧନ କରୁଛନ୍ତି, କହୁଛନ୍ତି ଆଜ୍ଞା ପୁଅଟା ଟିକେ ଠାକିଲାନି, କୋଉଠି ଚାକିରି ଖଣ୍ଡେ କରିପାରିଲାନି। ଠାକିଗଲେ ମୁଁ ଚାକିରି କରିବି, ଟିକେ ଲାଗିଯାଉ କୂଳରେ। ପୁଅ ଚାକିରି କରିବା ପୂର୍ବରୁ ତୁମ କୂଳଟା ଆଗେ ଦେଖ, ତାହେଲେ ତ ସିଏ ଲାଗିଯିବ। ତୁମେ ଆଗେ ଦେଖ, ଯୋଉଟା ଆଗେ ଆବଶ୍ୟକତା ଅଛି ସେଇଟା କର। ଚାକିରି ଆଡୁ କାହିଁ ଯାଉଛୁ? ସାଧନ ଦରକାର। ଆଗେ ସାଧନ କର, ତୁମ ପରିବାର ଶୃଙ୍ଖଳିତ ରହିବ। ଯିଏ ଯୋଉଠି ଲାଗିବା କଥା ଲାଗିଯିବେ। ଆଉ ତୁମେ ଲଗେଇଲା ପରେ ସାଧନ କରିବ, ଇଏ କି ବିଚିତ୍ର ବିଡ଼ମ୍ବନା ମନ ଭିତରେ ସୃଷ୍ଟି ହଉଛି। ଇଏ ବି ତୁମର ମାନେ ଇଲୁଜନ, ମିଥ୍ୟା। ପୂର୍ଣ୍ଣ ଭାବରେ ଦେଖିନିଅ, ବସିକିରି ଦେଖ, ଚିନ୍ତନ କରିକି ଦେଖ। ଏ ପୃଥିବୀର କୌଣସି ଟିକେ ବି କଣିକା ତୁମ ସହିତ ଯିବନି। ସାଧନ ଆବଶ୍ୟକ, ପରମ ଆବଶ୍ୟକ ସାଧନ। ତୁମେ ଆସିଛ ସାଧନ କରିବା ପାଇଁ, ଭୁଲି ଯାଉଛ। ଭୁଲିବା ପାଇଁ ତ ବହୁତ ଅସରନ୍ତି ଦୋକାନ ଖୋଲା ହେଇଛି ନା ପୃଥିବୀରେ। କଲେଜ ଠୁ ଭିଲେଜ ପର୍ଯ୍ୟନ୍ତ ସବୁ ଯାକ ଅସରନ୍ତି ଭଣ୍ଡାର ତୁମ ପାଇଁ ଖୋଲି ଦିଆଯାଇଛି। ପୃଥିବୀରେ, ଜଗତରେ ଯାହା ହଉଛି ତୁମକୁ ନେଗେଟିଭ ଆପ୍ରୋଚକୁ ନବା ପାଇଁ ତିଆରି ହଉଛି। ତୁମ ଶରୀର, ତୁମ ଠାରୁ ତୁମକୁ ବିଚ୍ଛିନ୍ନ କରିବା ପାଇଁ ସବୁ ପ୍ରଯତ୍ନ ପରମାତ୍ମା। ବାସ୍ ଫେରି ଆସ ତୁମ ସ୍ଥାନ, ଯୋଉଠି ସିଏ ଥିବ ତୁମେ ଥିବ, ଯୋଉଠି ସିଏ ଥିବ ତୁମେ ଥିବ, ଏକ ରସରେ ଥିବ, ଏକ ଭାବରେ ଥିବ। ଜଣେ ଏଇ ସାଧନ କ୍ରିୟା କରି କରି ମତେ କହୁଛି ବାବା ସିଏ ତ ଯିଏ, ମୁଁ ତ ସେଇ, ମୋଠି ତ ବିରାଟ, ମୋଠି ତ 4ଟା ହାତ ଲାଗିଛି। ମୁଁ ତ ପୃଥିବୀ ହେଇଯାଉଛି, ମୁଁ ତ ବାୟୁ ହେଇଯାଉଛି, ମୁଁ ତ ଅଗ୍ନି ହେଇଯାଉଛି, ମୁଁ ତ ଆକାଶ ହେଇଯାଉଛି। ସୁନ୍ଦର ଭାବନା ଦେଖ, ସୁନ୍ଦର ଅବସ୍ଥିତ ତାର। କହିଲେ ଆପଣ ତ ଦେଇଥିଲେ ଗୋଟିଏ ଜିନିଷ ମତେ ଆକର୍ଷଣ କରିଥିଲା, ସିଏ ହଉଛି ଆକାଶରେ ସବୁ ଅଛି। ମୁଁ ତ ଦେଖୁଛି ପ୍ରକୃତରେ ଆକାଶରେ ସବୁ ଅଛି। ମୁଁ ତ ନିଜେ ଆକାଶ, ନିଜେ ବିଶ୍ୱରୂପା।
ନିଜେ ଚୈତନ୍ୟ ସ୍ୱରୂପ, ନିଜେ କୃଷ୍ଣ, ନିଜେ ଭଗବାନ। ଗୋଡ଼େଇ ଗୋଡ଼େଇ ଗୋଟେ ଅଳନ୍ଦ ପରେ ଅଳନ୍ଦ ଖୋଲି ଚାଲିଛି ସେ। ଗୋଟେ ଡୋର ପରେ ସୁନାର ଡୋର ଲାଗିଛି, ପୁଣି ନେକ୍ସଟ ସୁନାର ଡୋର, ନେକ୍ସଟ ସୁନାର ଡୋର। କେତେ ଅଳନ୍ଦ, ମାନେ ପାବଛ ପରେ ପାବଛ, ଅଳିନ୍ଦ ପରେ ଅଳିନ୍ଦ। ଯେମିତି ବିମ୍ବିସାର ଦୌଡ଼ିଥିଲା, ପିତା ପାଇଛି ଆଜି, ପୁତ୍ର ପାଇଛି ଆଜି ପିତାର ସନ୍ଧାନ। ସେମିତି ତୁମେ ଭଗବାନଙ୍କ ସନ୍ଧାନରେ ଯେତେବେଳେ ଯିବ, ଏସବୁ ଦେଖିବ। କି ପୁଷ୍ପ, କି ସୁଗନ୍ଧ, ଯୋଉ ଫୁଲକୁ ତୁମେ ଦେଖିନ, ଯୋଉ ବାସ୍ନାକୁ କେବେ ଶୁଙ୍ଘିନ, ଓହୋ, ପ୍ରତି ମୁହୂର୍ତ୍ତ ଆନନ୍ଦରେ ଥିବ। ଡାକୁଥିବ ଯେମିତି ଚପରାସି ଡାକନ୍ତି, ଆସୁନି ଆଡେ। କି ସୁଗନ୍ଧ, ଯୋଉ ଫୁଲକୁ ତୁମେ ଦେଖିନ, ତାକୁ କି ପ୍ରକାର, କୋଉ ଭାବରେ ବର୍ଣ୍ଣନା କରିବି କୁହନ୍ତୁ। କେତେ ସୂକ୍ଷ୍ମ, କେତେ ଯେ ସୂକ୍ଷ୍ମ। ସୁନା କୋଉଠି ସୂକ୍ଷ୍ମ ହେଲାଣି? ଏ ଯୋଉ ପୃଥିବୀରେ ଯୋଉ ସୁନା ଦେଖୁଛ 24 କ୍ୟାରେଟ, ସେ ସୁନା ସେ ନୁହେଁ। ସେ ସୁନା ସେ ନୁହେଁ। ସୁନା କୋଉଠି ସଫ୍ଟ ହେଲାଣି? ସୁନାର କୋଉଠି ଗନ୍ଧ ଆସିଲାଣି? ଦେଖିବ ଦିନେ ସେଇ ଭଗବାନଙ୍କର ରୂପ ତୁମ ଭିତରେ ଅଛି। ତୁମ ଭିତରେ ବିଶ୍ୱ ଅଛି, ବିଶ୍ୱର ସବୁ କିଛି ଅଛି ତୁମ ଭିତରେ। ସେଇଥିପାଇଁ ଏଇ ସତ ରୂପକୁ, ସତ ଭିସା ଚାରିଆଡକୁ ମନକୁ ନିକ୍ଷେପ କରି ଗୋଟେ ଜାଗାରେ ସ୍ଥୂଳ କର, ସ୍ଥୂଳ କର, ଗୋଟିଏ ଜାଗାରେ ସ୍ଥୂଳ କର। ବାସ୍, ଜୀବନ ମୁକ୍ତି। ସେଇଠି ଜୀବନର ମୁକ୍ତି ଅଛି, ସେଇଠି ଭଗବାନଙ୍କର ଆଭାସ ଅଛି, ସେଇଠି ପରମାତ୍ମାଙ୍କର ବାସ ଅଛି। ଯୋଉଠି ମୁଁ କହିଲି, ଯୋଉଠି ନିର୍ଦ୍ଦେଶ ଦେଲି, ବର୍ତ୍ତମାନ ଯୋଉ କ୍ଷଣରେ ମୁଁ ତୁମକୁ କହୁଛି, ସେଇ କ୍ଷଣ ହିଁ କେହି କିଛି ନୁହେଁ ଆଉ, ସେ ଭଗବାନଙ୍କର ସ୍ଥାନ। ସିଂହାସନ ଅଛି, ତୁମ ପାଇଁ ମଧ୍ୟ ସିଂହାସନ ଅଛି। ଯାଅ, ଉଠ, ଜାଗ୍ରତ ହୁଅ, ଉଠାଅ ଗାଣ୍ଡିବ, ଚାଲ ବୀର ଦର୍ପରେ। ପଛ ଘୁଞ୍ଚା ଦିଅ ନାହିଁ। ଆସିଛ, ଇଏ ସୁଯୋଗ କେବେ ମିଳିବନି। ତୁମେ କାହାର ଝିଅ ହେଇପାର, ହୁଏତ ତାର ଆଉ ଝିଅ ହେଇବନି। ତୁମେ କୋଉଠି ଅପନ୍ତରାରେ ପଡିକି ଜନ୍ମ ନବ, ନେକ୍ସଟ ଜନ୍ମ। ତୁମେ ପୁଅ ଅଛ, ହୁଏତ ସେ ଘର ତୁମକୁ ମିଳିବନି ଆଉ। ମନେ ରଖନ୍ତୁ, ସମୟ ଖୁବ କମ ତୁମ ପାଇଁ। ଉଠ, ଜାଗ୍ରତ ହୁଅ, ଉଠ, ଜାଗ୍ରତ ହୁଅ, ଉତ୍ତିଷ୍ଠିତ ଜାଗ୍ରତ। ଚିରନ୍ତନ ସତ୍ୟକୁ ଯଦି ପାଇବାକୁ ଅଛି, ତାହେଲେ ଏଇ ଜନ୍ମରେ ପାଅ। ଭବିଷ୍ୟତ ଦେଖିବା ବହୁତ କଷ୍ଟ। ଭବିଷ୍ୟତରେ କଣ ମିଳିବ ନ ମିଳିବ ନାହିଁ। ବର୍ତ୍ତମାନ ପ୍ରେଜେଣ୍ଟ ସମୟ, ପ୍ରେଜେଣ୍ଟ ମାନେ ବର୍ତ୍ତମାନ, ବର୍ତ୍ତମାନ ଏଇ ମୁହୂର୍ତ୍ତ, ଏଇ ମୁହୂର୍ତ୍ତ ହିଁ ସାଧନାର କ୍ଷେତ୍ର। ପରମ ସୌଭାଗ୍ୟ ତୁମ ମାନଙ୍କର, ସମସ୍ତେ ଏଇ ସତ୍ସଙ୍ଗରେ ମିଳିତ ହଉଛ। କୋଉ ଜନ୍ମରେ କଣ କରିଥିଲ ମୁଁ ଜାଣିନି, କିନ୍ତୁ ମୁଁ ଏତିକି ଜାଣିଛି, ଯୋଉମାନେ ଏଇଠି, କେତେ ଭାଗ୍ୟବାନ ତୁମେ। ତୁମେ କାହିଁକି ଭାବୁଛ ଯେ ମୁଁ, କାଲି ଜଣେ ମତେ ଏଇଠି ଅଛନ୍ତି, ସେ କହିଲେ ଆପଣ ମହାନ, ଆପଣ ଭଗବାନ ସଦୃଶ, ଆପଣ ଈଶ୍ୱର। ମୁଁ କହିଲି, ତୁମେ ତ ମୋ ସହିତ କଥା ହଉଛ କି ନାହିଁ? ଅର୍ଥାତ୍ ଈଶ୍ୱରଙ୍କ ସହିତ କିଏ କଥା ହୁଏ? ତୁମେ କାହିଁ ସେୟା ନୁହନ୍ତି? ତୁମ ଭିତରେ ତ ଆତ୍ମା ଅଛି, ତୁମେ ସେଇ ବୁଢୀ ବୁଝୁନ? ତୁମେ ସେଇଆ, ତୁମେ କାହିଁ ଭୁଲି ଯାଉଛ? କାଲିର ବାର୍ତ୍ତା ଆଜି କହୁଛି, ସେ ବି ଅଛନ୍ତି ଏଠି। ହଁ, ଅଛନ୍ତି। କେତେବେଳେ, କୋଉ ମୁହୂର୍ତ୍ତରେ ତୁମକୁ ନିର୍ଣ୍ଣ ଭାବନା, ତୁମ ଭିତରେ ସେଇ ଶକ୍ତି ଅଛି। ଯୋଉ ଶକ୍ତି ଶିବଙ୍କ ପାଖରେ ଥିଲା, ଯୋଉ ଶକ୍ତି କୃଷ୍ଣ ପାଖରେ ଥିଲା, ଯୋଉ ଶକ୍ତି ରାମ ପାଖରେ ଥିଲା, ଯୋଉ ଶକ୍ତି ରାବଣ ପାଖରେ ଥିଲା, ଯୋଉ ଶକ୍ତି କୁମ୍ଭକର୍ଣ୍ଣ ପାଖରେ ଥିଲା, ଯୋଉ ଶକ୍ତି ବୁଦ୍ଧ, ମୀରା, ମହାବୀର, ସକ୍ରେଟିସ୍, ବିବେକାନନ୍ଦ, ସମସ୍ତଙ୍କ ପାଖରେ ଯୋଉ ଶକ୍ତି ଅଛି, ତୁମ ପାଖରେ ଏକ୍ଜାକ୍ଟ ସେଇ ଶକ୍ତି ଅଛି, ଏକ୍ଜାକ୍ଟ ସେଇ ଶକ୍ତି। କିନ୍ତୁ ତୁମେ ତାକୁ ଜାଗ୍ରତ କରିବାର ଅଛି।
ଜାଗ୍ରତ କର। କେବେ ନିଜକୁ ନିମ୍ନ ଭାବନି। ଯଦି ନିମ୍ନ ଭାବିଥାନ୍ତି ମୁଁ, ତାହେଲେ ଶିବମୁନି ଏଠିକି ଆସିନଥାନ୍ତି। ମୁଁ ଯଦି ନିମ୍ନ ଭାବିଥାନ୍ତି ଶିବମୁନି କେବେ ଏଠିକି ଆସିନଥାନ୍ତେ, ମୋ କଲିଂ ବେଲ୍ ମାରିନଥାନ୍ତେ ଏଠି ଆସି। ମୁଁ ଯଦି ଭାବିଥାନ୍ତି ଆରେ ମୁଁ ତ ଗୋଟେ ମୁନି ସମାଜର ଲୋକ, ମୁଁ ଅକିଞ୍ଚନ, ମୁଁ କଣ ଏତେ ବାଟ ଯାଇପାରିବି? ହ୍ୱାଇ ନଟ୍? ଆଇ କ୍ୟାନ୍ ଏଇ ସଦାବେଳେ ଭାବ ମୁଁ କରିପାରିବି। ୟେସ୍ ଆଇ କ୍ୟାନ୍। ସବୁ ମୁହୂର୍ତ୍ତରେ ଚିନ୍ତା କର। ଅସମ୍ଭବ ଏତେ ସହଜ, ଏତେ ମାନେ ଅତି ଇଜି ହେଇଯିବ ତୁମ ପାଇଁ ସବୁ କାମ ଗୁଡ଼ା, ଯଦି ତୁମେ ନିଜ ଉପରେ ଭରସା ରଖି ସେଇ କାମକୁ ଆରମ୍ଭ କରିବ। ସେମିତି ସାଧନ ଆରମ୍ଭ କର, ନିଜ ଉପରେ ଭରସା ରଖି ହଁ ମୁଁ କରିପାରିବି। ୟେସ୍ ଆଇ କ୍ୟାନ୍ ଡୁଟା ରଖ କାନିରେ, ମାନେ ଗଣ୍ଠିରେ ବାନ୍ଧି ରଖି ସଦାବେଳେ ପାଇଁ ମୁଁ କରିପାରିବି, ମୁଁ କରିପାରିବି, ମୁଁ ଖେଳିବି। ତେନ୍ଦୁଲକର ଉଠିଲା, ଇନିଂସ କମ୍ପ୍ଲିଟ କଲା, ନାକରୁ ରକ୍ତ ବହୁଛି। ତମେ କାହିଁ କରିପାରିବ? ସେଇ ଶକ୍ତି ତେନ୍ଦୁଲକର ପାଖରେ ଅଛି, ସେଇ ଶକ୍ତି ସମସ୍ତଙ୍କ ପାଖରେ ଅଛି। ଆଉ ତୁମେ ବେଶୀ ଭାଗ୍ୟବାନ ଯେ ତୁମେ ସତ୍ସଙ୍ଗରେ ବସିଛ, ତୁମେ ସାଧନା ଆଡ଼କୁ ଗତି କରୁଛ। ଭାବନି ଯେ ସାଇଣ୍ଟିଷ୍ଟ ଜଣେ ହେଇଥାନ୍ତ, ବିରାଟ ଲୋକ ହେଇଯାଇଥାନ୍ତ। ଜମା ନୁହେଁ, କେବେ ନୁହେଁ। ଗୋଟେ ବଡ଼ ଚାକିରି କରିଥାନ୍ତି, ଅଫିସର ହେଇଥାନ୍ତି, IAS ହେଇଥାନ୍ତି, କେବେ ନୁହେଁ। ତାକୁ ନିମ୍ନ ଭାବ। ତୁମେ ଯୋଉ ଛୋଟ ଟିପ ମଡ଼େଇଲେ ବି, ମୂର୍ଖ ହେଲେ ବି ତୁମେ ସାଧନ କରୁଛ ନା। ତାଠୁ ବଡ଼ ଜିନିଷ କ'ଣ ଅଛି? ଏଇ ଜଣେ IAS ଅଫିସର ଫାୟାରିଂ କରି ତା ପରିବାରକୁ ମାରିଦେଲା। ଏ IAS ଜ୍ଞାନ ନୁହେଁ, ଏ ମୂର୍ଖ ଚାଣ୍ଡାଳର ଜ୍ଞାନ। ମଧୁକଡ଼ା ହବ କି? ସ୍ପାନ ଭିତରେ ପଇସା, ନୋଟ, ଗଦି ଭିତରେ ନୋଟ, ଖଟ ତଳେ ନୋଟ, ପେଟି ଭିତରେ ନୋଟ, ଛାତ ଉପରେ ନୋଟ, ପାଇଖାନା ଭିତରେ ନୋଟ, କିଚେନ ଭିତରେ ନୋଟ, ବସ୍ତା ଅଖା ବସ୍ତା ଭିତରେ ନୋଟ। କ'ଣ ତୁମେ ଦେଖିବ ପାଗଳ? ସେ ନୋଟଟା ଘରେ ନାହିଁ, ବୁଝନ୍ତୁ, ମନେ ରଖନ୍ତୁ। ସେ ନୋଟଟା ତମ ଭିତରେ, ମନ ଭିତରେ ଅଛି। ଧର ତୁମେ ଗୋଟେ ଦୋକାନ କରୁଛ, ମୁଁ ବୁଝେଇ ଦଉଛି। ଗୋଟେ ଦୋକାନ କରୁଛ, ଛୋଟ ଦୋକାନ, ଖିଲପେନ ଦୋକାନ। ସେ କୋଉଠି ଜିନିଷ, କୋକାକୋଲା କୋଉଠି ଅଛି, ସେ ଥମ୍ସଅପ୍ କୋଉଠି ଅଛି, କେତେଟା ଅଛି, ପାନ କେତେ ରହିଛି, ଗୁଆ କେତେ ଅଛି, ସେ କ'ଣ କ'ଣ ସେ ଦୋକାନରେ ଅଛି। ଦୋକାନରେ ପ୍ରକୃତରେ ନାହିଁ, ତୁମ ମନ ଭିତରେ ଅଛି। ଶୋଇପଡ଼ିଲେ ବି ଭାବୁଥିବ ମୋ ଥମ୍ସଅପ୍, 7 ଅପ୍, ଖଇନି କୋଉଠି କୋଉଠି ଅଛି, ଦୋକାନ ଭିତରେ ନାହିଁ। ତୁମ ମନ ଭିତରେ ତୁମ ଚିତ୍ର ଦେଖୁଥିବ, ଏଇ ଜାଗା ଏକ୍ଜାକ୍ଟ ସେ ଦୋକାନଟା ତୁମ ମନ ଭିତରେ ଫଟୋ ଉଠିକି ରହିଛି, ତୁମେ ଭାବନା କରୁଛ। କି ନାହିଁ, ଯିଏ ଦୋକାନ କରିଥିବ ସେ ଅନୁଭବ କରିପାରିବେ। ମୁଁ ତ ଦୋକାନ କରିନି କି ଭାବିନି, ଏବେ ଭାବୁଛି। ପ୍ରକୃତରେ ଦୋକାନ ଭିତରେ ସେ ଜିନିଷ ନାହିଁ। ଯିଏ ମେଡିସିନ ଦୋକାନ କରୁଛି, କୋଉ ଖୋଲରେ, କୋଉ ଡ୍ରରେ କୋଉ ଔଷଧ ଅଛି, ତା ମନ ଭିତରେ ଅଛି। ଦେଖନ୍ତୁ, ତେଣୁ ମନଟା ଏଣ୍ଟାର ଜଗତଟାକୁ ବାଛି ନେଇଯିବ, ତା ଭିତରେ ସାଇଜ ରଖିବାର କଳା ଅଛି ମନ। ସେମିତି ତୁମେ ଯଦି ଆତ୍ମଜ୍ଞାନୀ ହବ, ଆତ୍ମଜ୍ଞାନର କଳା ତୁମ ଭିତରେ ପ୍ରତି ମୁହୂର୍ତ୍ତରେ ସାଇଜ କରି ଥିବ, ଅଙ୍କା ହେଇଥିବ। ମୁଁ ଏମିତି କରିବି, ଯୋଗ ଏମିତି ଅଛି, ପ୍ରଣବ ଏମିତି କରାଯାଏ। ପ୍ରତି ମୁହୂର୍ତ୍ତରେ ଭାବନା ଆସୁଛି କି ନାହିଁ ତୁମ ଭିତରେ? ଯିଏ ଶାଢ଼ୀ ପିନ୍ଧୁଛି, ଯିଏ ପ୍ୟାଣ୍ଟ ପିନ୍ଧୁଛି, ଯିଏ ଲୁଗା ପିନ୍ଧୁଛି, କୁର୍ତ୍ତା ପିନ୍ଧୁଛି, ସିଏ ତାର ଜ୍ଞାନ ତା ଭିତରେ ଅଛି। ଲୁଗା ପାଖରେ ନାହିଁ, ତୁମ ମନ ଭିତରେ ଅଛି ସେଇଟା। ବୁଝନ୍ତୁ? ତେଣୁ ତୁମର ଆକାଂକ୍ଷା, ତୁମର କାର୍ଯ୍ୟକଳାପ, ତୁମର ବ୍ୟବହାରିକ ଜ୍ଞାନ, ତୁମର ନେଣ ଦେଣ ଜ୍ଞାନ ତୁମ ଭିତରେ ଅଛି। ସେମିତି ସେଗୁଡ଼ା ସବୁ କାଟିକିରି ଯେତେବେଳେ ଆତ୍ମଜ୍ଞାନ ପୁରେଇବ ଭିତରେ, ସେଇ ଆତ୍ମଜ୍ଞାନ ଖାଲି ଏପଟ ସେପଟ ହବ।
ଆଉ ସେଗୁଡ଼ା କଟିଯିବ। ଇଏ ହେଉଛି ବାସ୍ତବ ଚିତ୍ର। ବିଚାର କରନ୍ତୁ ବସିକିରି। ସଂସାରର ଲୋଭ ମୋହ ଆକର୍ଷଣ କରିବ ହିଁ କରିବ ତୁମେ ବିଚାରକ ଭାବରେ, ସ୍ୱତନ୍ତ୍ର ବିଚାରକ ଭାବରେ ବସିକି ଚିନ୍ତା କର, ମୁଁ କ'ଣ କରିବି? ସମୟ ତ କମ୍ ଅଛି ନା ମୋ ପାଇଁ। କାଲିର ସମୟ ଆଜି ନାହିଁ ନା। ସମୟର ଭାବନା କର, ସମୟକୁ ଦେଖ, ତୁଳନା କର, ତୁମ ଭିତରେ ଆଉ କେତେ ସମୟ ବାକି ଅଛି। ସାଧନରେ ବସ, ସାଧନରେ ଅଗ୍ରସର ହୁଅ, ନିଜକୁ ପରିମାର୍ଜିତ କର, ନିଜର ସିଦ୍ଧାନ୍ତକୁ ଅନୁଭବ କର, ନିଜର ବିଚାର ଶକ୍ତି ଆଣ, ପ୍ରତି ମୁହୂର୍ତ୍ତରେ ବିଚାର କର, ମୁଁ ପ୍ରକୃତରେ କ'ଣ, ମୁଁ କୋଉଠି କୁଆଡ଼େ ଯିବି, କ'ଣ କରିବି। ବାସ୍ ସେତିକି। ହଉ, ଦେଖିବା ଆହୁରି ବହୁତ କଥା ଅଛି କହିବା ପାଇଁ, ଯଦି ସମୟ ହୁଏ କେତେବେଳେ ସୁବିଧା ଆର ଫୋର୍ଥ ପାର୍ଟ କରିବା। ଏଇଟା ଥାର୍ଡ ରହିଲା। ଏ ସତ୍ସଙ୍ଗ କେମିତି ଲାଗିଲା ଆଜି? ଆଶା କରେ ପ୍ରଭାବ ବିସ୍ତାର କରିବା ସହିତ ତୁମ ଭିତରେ କିଛି ଇମ୍ପାକ୍ଟ ଦେବ, ଏ ଆଶାରେ ମୁଁ ଆଜିର ଏହି ସତ୍ସଙ୍ଗ ଶେଷ କରୁଛି। ଏହା ସହିତ ତୁମର ମତାମତ ଗ୍ରହଣ କରିବା ପାଇଁ ଆହ୍ୱାନ କରୁଛି। କୁହନ୍ତୁ, କିଏ କହିବେ? ଜୟ ଜୟ। ଆଜିକାର ଯୋଉ ପ୍ରବଚନଟା ଆପଣଙ୍କର ବାବା ଥିଲା, ସେଟା ତ ଆଗରୁ ବହୁତ ଥର ବି ଦେଇଛନ୍ତି, ଏଇ ଜ୍ଞାନ ଦେଇଛନ୍ତି, କିନ୍ତୁ ଆଜି ବି ଆହୁରି ବିସ୍ତାର ଭାବେ ତାକୁ ଦେଲେ ଆମ ଭିତରେ ମାନେ ପଶିଲା ସେ ଜ୍ଞାନ ସବୁ। ଆପଣ ଆହୁରି କିଛି ଖୋଲୁଛନ୍ତି, ଆଉ କେତେବେଳେ ଭୁଲି ଯାଇଛି, ଗୋଟେ ସଂସାର ଭିତରେ ରହିକି ତ କେତେବେଳେ ଭୁଲି ଯାଉଛି, କୋଉ କଥାଟା ମନେ ରହୁନି, କିନ୍ତୁ ଆଜି ଆହୁରି ବଢିଆ ଲାଗିଲା। ମାନେ ପୁରା ଡିପଲି ଗଲା ବେଳକୁ ପ୍ରକୃତରେ ଦୁନିଆରେ କ'ଣ, ମାନେ ଏସବୁ ଜିନିଷ ଭାବିଦେଲା ବେଳକୁ ଲୋଭ ତ ରହିଛି, କିନ୍ତୁ ଆଗକୁ ନବାଟା ଆଜିକାର ଯୋଉ ମାନେ ଜ୍ଞାନ ଦେଲେ, ଏଇଟା ଆହୁରି ଆଗକୁ ବଢେଇବ। ବହୁତ ଭଲ ଲାଗିଲା ବାବା, ବହୁତ ଭଲ ଲାଗିଲା। ଜୟ ଜୟ। ଧନ୍ୟବାଦ। ନିଜର ଯୋଉ ସ୍ୱଳ୍ପ ଟିକେ କଥା ଏଠି କହିଲେ ଅତି ସୂକ୍ଷ୍ମରେ, ଏଇଟା ବହୁତ ଗ୍ରହଣୀୟ ଅନୁଭବ ଭିତରେ ଆଣିକି କହିଲେ। ଠିକ ଅଛି, ଧନ୍ୟବାଦ ମତାମତ ପାଇଁ। କୁହନ୍ତୁ। ଆଜ୍ଞା, ଆଜି ସାଧନ କିପରି କରିବ, ଏ ଯୋଉ ପାର୍ଟଟା ଆଜି ଆଲୋଚନା କରାଗଲା, এটা ବହୁମୁଖୀ। କାରଣ ସାଧନର ଉପଯୁକ୍ତ ପାତ୍ର କିଏ, ସହିତ ଯୋଗୀର ଦିନଚର୍ଯ୍ୟା, ଯୋଗୀର ଭାବନା, ଏଗୁଡ଼ିକ ଡିଟେଲ ଆଲୋଚନା କରାଗଲା। ଏହି ପ୍ରସଙ୍ଗରେ ଯେତେ କହିଲେ ବି କମ୍ ହବ, ତେଣୁ ମୁଁ ଅନୁରୋଧ କରିବି, ଯଦି ସୁବିଧା ସୁଯୋଗ ମିଳେ ଆଉ ଗୋଟିଏ ଦୁଇଟି ସତ୍ସଙ୍ଗ ଭାବରେ ଆଲୋଚନା କଲେ ସମସ୍ତେ କୃତାର୍ଥ ହୁଅନ୍ତେ। ଏତିକି କହି ରହୁଛି। ଜୟ ଜୟ। ଧନ୍ୟବାଦ। ଏକ ପୂର୍ଣ୍ଣାଙ୍ଗ ମତାମତ ରଖିଲେ, ଏହି ପ୍ରବଚନର ରିମାଇଣ୍ଡ କଲେ ସମସ୍ତଙ୍କ ପାଇଁ। ଧନ୍ୟବାଦ। ନେକ୍ସଟ କିଏ କହିବେ? କୁହନ୍ତୁ, କିଏ କହୁଥିଲେ? ମୁଁ ସମ୍ବଲପୁରରୁ କହୁଥିଲି। କୁହନ୍ତୁ। ସାଧନ ଯାହା ହେଲା, ତାହା ବହୁତ ଉଚ୍ଚ କୋଟିର ଆଉ ପ୍ରଶଂସନୀୟ ହୋଇଥିଲା, ଆଉ ଶିକ୍ଷଣୀୟ ମଧ୍ୟ ହୋଇଥିଲା। ଆଉ ଏହିପରି ଏହାର ଏହି ସତ୍ସଙ୍ଗର ଯୋଉ ଚତୁର୍ଥ ପାଠ ହେବ, ତାହା ମଧ୍ୟ ଆପଣ କରିବେ, ସେଇଥିପାଇଁ ମୁଁ ଅନୁରୋଧ କରୁଛି। ଆଉ ଆପଣ କହୁଥିଲେ ଯୋଗ କଲେ ରୋଗ ଭଲ, ରୋଗ ରହେନି। ଏଇଟା ହଁ, ଯୋଗ କଲେ ରୋଗ ରହେନି, ଏଇଟା ମଧ୍ୟ ଠିକ। ଆମେ ରୋଗ ପାଇଁ ଯୋଗ କରିବା ଉଚିତ ନୁହେଁ। ଆତ୍ମ ଦର୍ଶନ ପାଇଁ ଯୋଗ କଲେ
ନିଶ୍ଚିତ ଭାବରେ ରୋଗ ଆପେ ଆପେ ଭଲ ହୋଇଯିବ। କହନ୍ତି ଯେମିତି କର୍ମ କରି ଯାଅ, ଫଳ ଉପରେ ଆଶା ରଖ ନାହିଁ। ସେମିତି ଆମେ ଯଦି ଆତ୍ମଦର୍ଶନ ଆଡ଼କୁ ଅଗ୍ରସର ହୋଇ ଯୋଗ କରିବା ବା ସାଧନ କରିବା, ହେଲେ ନିଶ୍ଚିତ ଭାବରେ ରୋଗ ଭଲ ହୋଇଯିବ। ସେଇ ଭାବନାଟା ଆମର ଆତ୍ମଦର୍ଶନ ଭାବନାଟା ଦୃଢ଼ ହେବା ଉଚିତ। ଏତିକି କହି କରୁଛି ସମସ୍ତ ମୁନି ମତି ମୁନି ଭାଇ ଭଉଣୀ ମାନଙ୍କୁ ଜୟ ଗୁରୁଜୀ ଗୁରୁମା ଜୟ। ଧନ୍ୟବାଦ। ହଉ, ତେବେ ଆଜି ସମୟ ହେଇଯାଇଛି, ଏଇଠି ସତ୍ସଙ୍ଗକୁ ରଖିବା। ତେବେ ଆଜି ଏଇଠି ସମୟ ହେଇସାରିଛି। ଆଜିର ଏଇ ଯୋଉ ତୃତୀୟ ପାଠ, ସାଧନ କିପରି କରିବା, କେମିତି ଲାଗିଲା ଆକୁ ବିଚାର କରନ୍ତୁ। ମୁଁ ଯୋଉ ପ୍ରତ୍ୟେକ ୱାର୍ଡ ସବୁ କହିଛି, ଗୋଟେ ଗୋଟେ ସେଣ୍ଟେନ୍ସ ବି ଭାବନାର କେନ୍ଦ୍ରବିନ୍ଦୁ ହଉ, ଆଉ ଭାବନା କର, ଚିନ୍ତନ କର। ଏଇଟା ତ ଛାଡ଼ିବା ନିଶ୍ଚିନ୍ତ ଭାବରେ। ଆଉ ତେବେ ଚତୁର୍ଥ ପାଠ, ଚତୁର୍ଥ, ପଞ୍ଚମ, ଷଷ୍ଠ, ସପ୍ତମ, ଅଷ୍ଟମ, ଦଶମ ପର୍ଯ୍ୟନ୍ତ ହେଇପାରିବ। ଆର କିଛି ସୀମା ନାହିଁ ଏଇ ଯୋଉ ଟପିକର। ତେବେ ଦେଖିବା ଯୋଉ ପର୍ଯ୍ୟନ୍ତ ଯାଇପାରିବ। ହଉ, ଏଇଠି ରଖିବା। ସମସ୍ତଙ୍କୁ ଧନ୍ୟବାଦ। ସମସ୍ତେ ନିରବତା ସହିତ ଶୁଣିଛନ୍ତି, ଅନୁଧ୍ୟାନ କରିଛନ୍ତି, ଗ୍ରହଣ କରିଛନ୍ତି, ଅବଜରଭେସନ କରିଛନ୍ତି ଏଇ ସତ୍ସଙ୍ଗକୁ। ଧନ୍ୟବାଦ ସେଥିପାଇଁ ସମସ୍ତଙ୍କୁ ଜୟ ଜୟ। ବାବା ଜୟ ଜୟ ଜୟ। ପ୍ରଣାମ।